भक्तिपूत कर चरण तले प्रणति निवेदन करुछि। सर्वोपरि शिक्षा गुरु पथ प्रदर्शक गुरु भाव आम समस्त अति आपणार गुरु सम भद्रचारु प्रभुंकर भक्तिपूत कर चरण तले प्रणति निवेदन करुछि। समस्त वैष्णवंकर कर चरण तले और माताजी कर चरण भक्तिपूत प्रणति निवेदन करुछि। सेमिति कहिबार मोर अभ्यास नहीं। सुंदर भाव 3 दिन धरी प्रथम श्लोकटा माताजी अति सुमधुर कंठरे एवं सुललित वाक्य कथारे समस्त को प्रीत करिसेंती। तो तेणु से अति खुशी मत प्रदान कर कहबार योग्यता नहीं। आपण मान आशीर्वाद जदि किसी कहबी तो प्रथमे चैतन्य महाप्रभु उद्देश्य पदे मात्र प्रार्थना करी और आप समस्त आशीर्वाद भिक्षा करी कहवाक चेष्टा करी। उज्ज्वल बरन गौरव देह विलसित नीरवधि भाव विदेहं त्रिभुवन पावन कृपयालेशं तं प्रणमामि च शिशचितनयम् तं प्रणमामि च शिशचितनयम् तं प्रणमामि च शिशचितनयम्। चैतन्य महाप्रभुंकर जय हो एवं कलिजुग जुग धर्म महामंत्र हरिनाम प्रचार प्रसार रे स्वयं भगवान आविर्भाव होते सहित जो 5 जन विशेष भाव में अनुरक्त पंचतत्व पदे मात्र ध्यान करी। पद्म मध्ये सिंहासने गौर सुंदर विग्रहं दक्षिणे नित्यानंद प्रेमानंद कलेवरम् वामे गदाधर देवं लादिनी शक्ति विग्रह देवस्याग्रे कर्णिकायं मद्दैताचार्य विश्वेश्वरम् तदक्षिणे भक्तवर्ग श्रीवास छत्रहस्तकं चतुर्दिशु महानंद मय भक्तगणस्तथा जत्रोषि स्त्री चत्र दृष्ट्वा ध्यान कुर्यात् समाहित। पंचतत्व को प्रणाम जनाऊँगी। नमो महापदान्याय कृष्ण प्रेम पदायते कृष्णाय कृष्ण चैतन्य नामने गौरती से नमः। हरे कृष्ण। प्रभु जी कृपा नेटवर्क प्रॉब्लम। सत्य गौर हरि। प्रभु जी कृपा नेटवर्क प्रॉब्लम। प्रभु जी नेटवर्क ठीक हो यार भीतर जदि कौन व्यक्ति जदि कृष्णदास कविराज गोस्वामी से गीतटा जदि संगीत आकार में बोली पारती भले भल। कई अच्छा आमर जो हरिनाम गौर प्रभु गाँतु कौन कहले प्रभु जी दंडवत प्रणाम। ये कृष्णदास कविराज गोस्वामी जो गीत लिखिं यार आप गाँतु सुर करके गाइबे। हरे कृष्ण प्रभु दंडवत प्रणाम। नेट
हरे कौन कृष्ण नेट कौन हला सत्य गौर प्रभु जी पुणे रिजॉइन करछन्ते प्रभु जी सत्य गौर हरि प्रभु जी रिजॉइन करछन्ते आज्ञा प्रभु जी कौन ये करो आज्ञा हरे कृष्ण ଏଠାରେ କଳିଯୁଗର ଯୁଗ ମହାପ୍ରଭୁ ଯିଏକି ମହାବଦାନ୍ୟାୟ କୃଷ୍ଣ ପ୍ରେମ ପଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମନେ ଗୌରତୀ ସେ ନମ। ଏଇ ନାମର ଜଗତକୁ ଯେଉଁ ପ୍ରଦାନ କରିଛନ୍ତି ସେଇ ନାମ କୁହାଯାଇଛି ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି। ଭଗବାନ ଆପଣଙ୍କର ଏଇ ନାମ ହିଁ ଜୀବର ସର୍ବମଙ୍ଗଳ ବିଧାନ କରେ। ଏଇ ନାମ କଲେ ଆମକୁ ଆଶୀର୍ବାଦ ବର୍ଷଣ ହୁଏ। ଏଣୁ ନାମ କ'ଣ, ଏ ନାମ କେଉଁଠାରୁ ଆସିଲା, ଏ ନାମକୁ କିଏ ଆଣିଲେ, ନାମ କିଏ କରିବେ, ନାମ ଜପ କରିବା ଦ୍ୱାରା କ'ଣ ଲାଭ ହୁଏ, ଏ ସମସ୍ତ ପ୍ରଶ୍ନର ଉତ୍ତର ଆମେ ପର୍ଯ୍ୟାୟକ୍ରମରେ ଶ୍ରବଣ କରିବା। ତେବେ ଏ ନାମର ମହତ୍ଵ ଧର୍ମ ଉପରେ ପର୍ଯ୍ୟବେସିତ। ଧର୍ମର ମୂଳ ଏକମାତ୍ର ଭଗବାନ। ଏହା ଭାଗବତମରେ ମଧ୍ୟ କୁହାଯାଇଛି ଏବଂ ଭାବାର୍ଥ ଦୀପିକାରେ କୁହାଯାଇଛି ହରି ବିନା ଗତି ନାହିଁ। ଏଣୁ ଜୀବର ଭଗବତ ନାମ ଗ୍ରହଣ ହିଁ ନିତ୍ୟ ଏବଂ ପରମ ଧର୍ମ। ଏବଂ ହରିବଂଶ ବିଳାସରେ ଏ କଥା କୁହାଯାଇଛି ଯେ ବେଦେ ନାରାୟଣେ ଶୈବ ପୁରାଣେ ଭାରତେ ତଥା ଆଦୌ ଚ ଅନ୍ତେ ଚ ମଧ୍ୟେ ଚ ହରି ସର୍ବତ୍ର ଗାୟତେ। ଏ ବେଦ ପୁରାଣ ମହାଭାରତ ପୁରାଣ ଆଦି ମଧ୍ୟ ଅନ୍ତ ସର୍ବତ୍ର ଏକମାତ୍ର ଶ୍ରୀହରି ହିଁ କୀର୍ତ୍ତନ ହେଇଥାନ୍ତି। ତେଣୁ କଳିଯୁଗ ଯୁଗ ଧର୍ମ ମହାମନ୍ତ୍ର ଆମ ସମସ୍ତଙ୍କ ପାଇଁ ଅତି ଆବଶ୍ୟକ। ଆଉ ଟିକେ ପୂର୍ବକୁ ମୁଁ ଯିବି ଯେଉଁ କଥା ଭଗବାନ ଯେତେବେଳେ ଆସନ୍ତି ଏଇ ନାମକୁ ପ୍ରଚାର ପ୍ରସାର କରନ୍ତି ଏବଂ ଏ ଜଗତରେ ଧର୍ମ ସ୍ଥାପନ କରନ୍ତି। ସେଥିପାଇଁ ଭଗବଦ୍ଗୀତାରେ ଭଗବାନ କହିଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବପାପେଭ୍ୟଂ ମୋକ୍ଷୟିମାଂ ଶୁଚ। ତ ଭଗବାନ ଧର୍ମ ପ୍ରତିଷ୍ଠା କରିବା ଏବଂ ଅଧର୍ମକୁ ବିନାଶ କରିବା ପାଇଁ ଯୁଗେ ଯୁଗେ ଆବିର୍ଭାବ ହୁଅନ୍ତି। ସେଇଭଳି ଭାବରେ ଭଗବାନ ସତ୍ୟ ଯୁଗରେ ଆସିଛନ୍ତି ଏବଂ ବିଭିନ୍ନ ଅବତାରରେ ଆସିଛନ୍ତି। ମୁଖ୍ୟତଃ 6ଟି ଅବତାରରେ ଭଗବାନ ଆସନ୍ତି। ଏ କୁହାଯାଇଛି ଯେ ପୁରୁଷାବତାର, ଗୁଣାବତାର, ଲୀଳାବତାର, ସଖ୍ୟାବେଶ ଅବତାର, ମନ୍ୱନ୍ତର ଅବତାର ଏବଂ ଯୁଗାବତାର। ତ ଆମେ ବିଶେଷ ଭାବରେ ଯୁଗକୁ ଆମେ ବିଶେଷ ଭାବରେ ଗୁରୁତ୍ୱ ଦଉ। ସତ୍ୟ, ତ୍ରେତୟା, ଦ୍ୱାପର, କଳି। ସତ୍ୟ ଯୁଗରେ ଭଗବାନ ଆସିଥିଲେ ଏବଂ ଧର୍ମ ସଂସ୍ଥାପନ କରିଛନ୍ତି। ଦ୍ୱାପର ଯୁଗରେ, ତ୍ରେତୟା ଯୁଗରେ ରାମ ଅବତାରରେ ଭଗବାନ ଆସିଛନ୍ତି ଏବଂ ରାବଣକୁ ବଧ କରିଛନ୍ତି। ଦ୍ୱାପର ଅବତାରରେ କୃଷ୍ଣଚନ୍ଦ୍ର ଭାବରେ ଆସିକି ଭଗବାନ କଂସକୁ ବଧ କରିଛନ୍ତି। ଏବଂ ଏହି ସମୟର 4 ଯୁଗରେ 4 ପ୍ରକାର ନାମ ମଧ୍ୟ ବିସ୍ତାର କରିଛନ୍ତି, ଯେଉଁ ନାମରେ ସମସ୍ତେ ମୋକ୍ଷ ହୁଅନ୍ତି ବା ମୁକ୍ତି ହୁଅନ୍ତି ବା ଉଦ୍ଧାର ହୁଅନ୍ତି। ସତ୍ୟ ଯୁଗରେ ଥିଲା ନାରାୟଣ ପରାଦେବା, ନାରାୟଣ ପରାକ୍ଷରା, ନାରାୟଣ ପରାମୁକ୍ତି, ନାରାୟଣ ପରାଙ୍ଗତି। ତ୍ରେତୟା ଯୁଗରେ ରାମ ନାରାୟଣାନନ୍ତ ମୁକୁନ୍ଦ ମଧୁସୂଦନ, କୃଷ୍ଣ କେଶବ କଂସାରେ, ହରେ ବୈକୁଣ୍ଠ ବାମନ, ହରେ ମୁରାରେ ମଧୁକୈଟ ଭାରେ, ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ। ଦ୍ୱାପର ଯୁଗରେ ଥିଲା ଯଜ୍ଞେଶ ନାରାୟଣ, କୃଷ୍ଣ ବିଷ୍ଣୁ ନିରାକ୍ଷର ମାଂ ଜଗଦୀଶ ରକ୍ଷ। ଏବଂ କଳି ଯୁଗରେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ମହାମନ୍ତ୍ର ଯିଏକି କଳିଯୁଗର ଯୁଗ ଧର୍ମ ଦ୍ୱାପରେ ପରିଚୟାଂ କଳିତେ ହରି କୀର୍ତ୍ତନ।
ସତ୍ୟ ଯୁଗରେ ଧ୍ୟାନ ଥିଲା ଏବଂ ସେ ଧ୍ୟାନ କରିକି ଲୋକମାନେ ପୂର୍ଣ୍ଣତା ପାଉଥିଲେ ଏବଂ ତାହା ଜଣେ ମଣିଷର ଲକ୍ଷ ବର୍ଷ ଆୟୁଷ ଥିଲା। ତ୍ରେତୟାରେ 10,000 ବର୍ଷ ହେଲା ଏବଂ ସେଠି ଯଜ୍ଞ ଅନୁଷ୍ଠାନ କରିକି ଲୋକମାନେ ଉଦ୍ଧାର ପାଉଥିଲେ ବା ପ୍ରତ୍ୟାବର୍ତ୍ତନ କରୁଥିଲେ। ସେଥିପାଇଁ ଯଜ୍ଞ ଅନୁଷ୍ଠାନ ବିଭିନ୍ନ ପ୍ରକାର ଥିଲା। ରାଜସ୍ୱ ଯଜ୍ଞ, ନୃ ଯଜ୍ଞ, ଭୂ ଯଜ୍ଞ, ଅଶ୍ୱମେଧ ଯଜ୍ଞ ଏବଂ ଗୋମେଧ ଯଜ୍ଞ ଆଦି ସବୁ ଯଜ୍ଞ ଥିଲା। କିନ୍ତୁ ଦ୍ୱାପରେ ପରିଚର୍ଯ୍ୟା ଅର୍ଚ୍ଚନ ପଦ୍ଧତି ଦ୍ୱାରା ଲୋକେ ଉଦ୍ଧାର ପାଉଥିଲେ। କଳିତେ ହରି କୀର୍ତ୍ତନମ, କଳିରେ କେବଳ ହରି କୀର୍ତ୍ତନ ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରି ରାମ 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 ହରି ହରି এই କଥା ଅଛି ଏବଂ ଭାଗବତରେ ବର୍ଣ୍ଣନ କରାଯାଇଛି। କଲৌ ଦୋଷ ନିଜରାଜନସ୍ତି ଏକ ମହାନ ଗୁଣ, କୀର୍ତ୍ତନ ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରଂ ବ୍ରଜେତ। କଳି ଯଦିଓ ଦୋଷଯୁକ୍ତ, ଏହା ଭିତରେ ଗୋଟେ ମହାନ ଗୁଣ ହେଉଛି କୃଷ୍ଣ କୀର୍ତ୍ତନ ମାତ୍ରକେ ଜୀବ ବନ୍ଧନ ମୁକ୍ତ ହେବ ଏବଂ ଭଗବାନଙ୍କୁ ପ୍ରାପ୍ତ ହେବେ। ଏହି ଉଦ୍ଦେଶ୍ୟରେ ଆମେ ସମସ୍ତେ ପ୍ରାୟ କଳିରେ ଏହି କଥାକୁ ଅନ୍ୱେଷଣ କରୁଛୁ ଏବଂ ମହାମନ୍ତ୍ରକୁ ଜପ କୀର୍ତ୍ତନ କରୁଛେ। ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି। କଳି କାଳେ ନାମ ରୂପେ କୃଷ୍ଣ ଅବତାର, নাম হইতে হয় সর্ব জগত নিস্তার, নাম বিনু কলি কালে নাহি আর ধর্ম, সর্বমন্ত্র সার নাম হয় শাস্ত্র মর্ম। কৃষ্ণ মন্ত্র হইতে হবে সংসার মোচন, কৃষ্ণ নাম হইতে পাবে কৃষ্ণর চরণ। এভাবে উচ্চ স্বরে যদি আমি মহামন্ত্র নামକୁ আশ্রয় করিবু তাহলে আমার উদ্ধার হওয়া সঙ্গে সঙ্গে যে ଆମ ଚତୁଃପାର୍ଶ୍ୱରେ ବୃକ୍ଷ ଲତା କୀଟ ପତଙ୍ଗ ଆଦି ଅଛନ୍ତି ଏମାନେ ମଧ୍ୟ ଉଦ୍ଧାର ହେବା ପାଇଁ ଭକ୍ତିବିନୋଦ ଠାକୁର ବା ବୃନ୍ଦାବନ ଦାସ ଠାକୁର ଲେଖିଛନ୍ତି। ପଶୁ ପକ୍ଷୀ କୀଟ ଆଦି ବଲିତେ ନା ପାରେ, ଶୁଣିଲେ ହରିନାମ ତାରେ ସବ ତରେ, ଜପିଲେ ସେ କୃଷ୍ଣ নাম আপনি সে তরে, উচ্চ সংকীর্তনে পর উপকার করে। অতএব উচ্চ করি কীর্তন করিলে শতগুণ ফল হয় সর্বশাস্ত্রে বলে। তো এই কথা বিভিন্ন কথারে পুরাণରେ କୁହାଯାଇଛି। ତା ଭିତରେ କଳିସନ୍ତ ଉପନିଷଦରେ ଯେଉଁ ନାମ ଆମକୁ ଦିଆହେଇଛି, ଇତି ଷୋଡ଼ଶୋ ନାମ୍ନି କଳି କଳ୍ମ ସନାସନମ୍, ନାତ ପର ତୋର୍ପାୟ ସର୍ବଦେବେଷୁ ଦୃଶ୍ୟତେ। ହରେ କୃଷ୍ଣ 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 ହରେ ହରେ, হরে রাম 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 হরে হরে। এই হরিনাম, এই ষোড়শ নাম কଳି কଳ୍ମ ସନାସନକାରୀ, ଏହାଠାରୁ ଶ୍ରେଷ୍ଠ ଉପାୟ ସମସ୍ତ ବେଦ ପୁରାଣ ମାନଙ୍କରେ ମଧ୍ୟ ଦୃଶ୍ୟ ହୁଏ ନାହିଁ। ତେଣୁ ସୁନ୍ଦର ଭାବରେ ଭଗବାନ ଏଠାରେ ଆମକୁ ଯେଉଁ ଦେଇଛନ୍ତି ଏବଂ ଏହି ନାମକୁ ଯଦି ଆମେ ଉଚ୍ଚାରଣରେ କେତେବେଳେ କ'ଣ ଟିକେ ଭୁଲ ତ୍ରୁଟି ବି ହେଲେ ମଧ୍ୟ ଅଗ୍ନି ପୁରାଣରେ ୟାକୁ ସୁନ୍ଦର ଭାବରେ କୁହାଯାଇଛି ଯେ ଏ ନାମର ପୂର୍ଣ୍ଣତା ରହିଛି ଏବଂ ନାମର ପ୍ରବର୍ତ୍ତକ ଚୈତନ୍ୟ ମହାପ୍ରଭୁଙ୍କର ପ୍ରଣାମ ମାଧ୍ୟମରେ, ତାଙ୍କ ବିନତି ମାଧ୍ୟମରେ ମଧ୍ୟ ଏହା ଫଳ ଭକ୍ତମାନେ ପାଇପାରିବେ। ଏହି କଥା ମଧ୍ୟ ସାଧୁ ସଙ୍ଗରେ ହିଁ ଶୁଦ୍ଧ ନାମ ଉଦିତ ହୁଏ। ତେଣୁ ଏହାର ଏକମାତ୍ର ମୁଖ୍ୟ ଫଳ ହେଉଛି କ'ଣ ନା କୃଷ୍ଣ ପ୍ରେମ ଲାଭ କରିବା। ଶ୍ରୀକୃଷ୍ଣ କର୍ଣ୍ଣାମୃତରେ ମଧ୍ୟ ଏହି କଥା ଦିଆହେଇଛି। ଭକ୍ତି ତ୍ୱୟି ସ୍ଥିର ତ୍ୱୟା ଭଗବାନ ଯଦି ସ୍ୟାତ୍, ଦୈବେନ ନ ଫଳତି ଦିବ୍ୟ କିଶୋର ମୂର୍ତ୍ତି, ମୁକ୍ତି ସ୍ୱୟଂ ମୁକୁଳିତାଞ୍ଜଳି ସେବତେ ସ୍ମାନ, ଧର୍ମାର୍ଥ କାମ ଗତୟ ସମୟ ପ୍ରତିଷ୍ଠା। ତ ଭଗବାନ ମୋ ଭକ୍ତିକୁ ସ୍ଥିର କରି ରଖନ୍ତୁ ଏବଂ ମୋ ହୃଦୟରେ ସତ ନାମ ଉଦିତ ହେଉ, ଧର୍ମ ଅର୍ଥ କାମ ତ୍ରିବର୍ଗ ଓ ମୁକ୍ତି ସ୍ୱରୂପ ଅପବର୍ଗ ମୋ ଠାରୁ ଦୂରୀଭୂତ ହେଉ ଏବଂ ଆପଣଙ୍କର ଚରଣ ସେବାକୁ
ମୁଁ ପ୍ରତୀକ୍ଷା କରୁଛି। ସେଥିପାଇଁ କେବଳ ସାଧୁ ସଙ୍ଗରେ ହିଁ शुद्ध नाम उदित हुए। कलिजुगे साधु संगे कृष्ण नाम यही मात्र चाहे संसार जिनितार पुनः वस्तु नाई। ये साधु संग माध्यम एकमात्र जदि आम भगवान कथा को श्रवण करवा ताहले आम समस्त फल प्राप्त हवा। से भागवतम रे सुंदर कथा कही ममाहमीति देह दुहत्वा मिथ्वाधि मति आसे मन भगवती शुद्ध तत्कीर्तनादि भी इति जात सुनी दैव क्षण संज्ञान साधुषु गंगाद्वार मुपेयाय मुक्त सर्वानुबंधन। भक्त संगरे भगवान को नाम कीर्तन करी चित्त विशुद्ध का होइछि। अद्वय सत्य वस्तुरे मोर बुद्धि स्थिर होइछि। मो कृष्ण चरण रे मन को निविष्ट करी। से आमको सजग होगा पड़ो एवं प्रकृत साधु अन्वेषण करने को पड़ो। साधु गुरु वैष्णव एक ही स्वरूप लीलार कारण हो भिन्न भिन्न रूप। से आम विभिन्न प्रकार लोक अच्छा हरिकथा कहवाई आम सावधान सहकारे क्या मुखर हरिनाम शुणा से कथा भागवतम रे सुंदर भाव कहुई। अवैष्णव मुखगिर्नापूत हरिकथामृतम श्रवणम नैव कर्तव्यम सर्पचिष्ट प्रयोजथा। केवल वैष्णव मुखर जदि हरिकथा श्रवण करा जाए ताहले या कल्याणप्रद। अथवा विभिन्न लोकों को जदि आम ये हरिकथा श्रवण करवा ताहले आमर भक्ति नष्ट हो जावार कथा कहुई। तेणु साधु संगत संगी होगापी कहुई। जे कथा सुंदर कथा कहुई आम साधारण भाव में कहू साधु संगत संगी हेले लोक आपे साधु हो जाए। दुष्ट जन संगे मिलामिशा कले दुष्ट बुद्धि सीना पाए। तेणु आम सब बेले सावधान हवा दरकार एवं साधु संग करने चेष्टित हवा दरकार। जदि केतेबेले साधु आम सब बेले पाखे मिल से कथा नुह। शास्त्र एक साधु भक्त साधु ये भाव में विभिन्न साधु कथा कहुई। ये नाम करने माध्यम आमर आम साधु संग माध्यम आम बहु कथा शिक्षा करूँ। तथापि मुख्य भाव में आम ये हरिनाम कीर्तन द्वारा आम जीवन शैली जेटा कि आम कहे भाव त्याग वैराग्य ये समस्त जिनस आम क्रमे क्रमे उपलब्धि करूँ। जेटा कहुची सर्वश्रेष्ठ हूँ भक्ति। भक्ति प्राप्त होगा हेले शुद्ध भाव में भगवान नाम को श्रवण करने दरकार। एवं एथिरे भगवान को प्रति आमर भल पाइबा प्रेम भाव सृष्टि हुए। जो प्रेम कथा कहुई ये प्रेम होउची अति आदान प्रदान कथा। एटा भागवतम रे प्रेम संबंध सुंदर वृत्तांत दिया जाइछि। जे प्रेमर परिसर व्यापक। प्रेम ही आकर्षण, प्रेम ही भल पाइबा एवं प्रेम आबिलता शून्य संपर्क। ये प्रेम ही शांतिर मार्ग। प्रेम ही सफलतार चाबिकाठी। प्रेम ही त्याग। प्रेम ही मोक्ष मुक्तिर द्वार। प्रेम ही बंधन मुक्ति एवं उदारता। प्रेम ही अन्य को साहाय्य करिवार शेष पर्याय। प्रेम ही कामना बोहित चिंता चेतना अन्य कथारे प्रेम ही वैष्णवी शक्ति एवं सप्तशती विभिन्न कथा कहुई। तो तेणु ये जो प्रेम पुरुष स्वयं भगवान तांको भावन राज्य को जीवाकू हेले आमको परम शांति पाइबाकू हेले से महान ऋषि साधु सन्थ महर्षि मान संग करने को पड़ो। एवं
हरिकथा श्रवण मात्रके बंधन आम मुक्ति प्राप्त होबा हरि प्रेम रे बांधी छंदी होई आम जीवन यापन करने दरकार। यह ही ये प्रेम बंधन बा मोह माया ये समस्त जिनिस आम पाखे थिले भी ये सब को छाड़ी भगवान को सहित भक्ति करवाटा अहेतुक भक्ति अर्थात कारण विहीन भक्ति जदि आम किसी गोटे चिंता न रखा इच्छा न करी आम किसी गोटे भक्ति करूँ ताले ठीक हम ना। तेणु आमर जिते कामना न रखिकी गोटे किसी भगवान को पूर्ण भरोसा करके आम जीवन यापन करवा ताको निष्काम भक्ति बोलिकी आम कहूँ। यही प्रकार भक्तंकर कंठरे नित्यरत भगवान नाम दिव्य महामंत्र नाम यही मंत्र ही जीव को शेष भल पाइबार शिखाती और शेष स्तर पर्यंत प्रेम आमको नहीं जाती। यह भागवतम स्थिरीकृत कथा जो कथा जड़ शक्ति रे जो प्रेम प्रेम प्रेमिका कथा कहूँ सेटा कथा नुह। भक्ति जीवन रे भगवान को सेवा करवा भगवान को भल पाइबा एवं ये जो भगवान को पूर्ण निर्भर करके चलवा यहाँ सुंदर भाव में आम शिक्षा करने दरकार ये माध्यम साधुसंग माध्यम। तेणु आम जो तृतीय अध्याय तृतीय स्कंध कपिलदेव माँ को बुझाई माँ देवहूति को भगवान को कहते पूजार्चना भोग निवेदन बा बहु अर्थ व्यय करके जो माने विभिन्न भगवान को उपासना करुचंती तांको पूजारे आदौ संतुष्ट भगवान होती ना। जो माने मनुष्यर देह भितर मनुष्यपणिया सरलता को दैन्य भाव में पर्यवेक्षित कर शुद्धि भक्तिर सहित भक्तिर निर्माण एवं भक्त सृष्टि करिवारे से उपासना ही श्रेष्ठ ता हूँ भगवान को दिव्य नाम हरे कृष्ण 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 हरे 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 राम 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 हरे हरे। ये उपासना मार्ग ही भगवत कथा वस्तु को कृष्ण प्रेम खोजुथिबार अभावी अभाव को दूर करि पारे। से भली कृष्ण प्रेमर अर्थ भगवान को जानिबा एवं भगवान को सहित संपर्क स्थापन करिबा भगवान को सहित जड़ित भाव में रहिले मनर समस्त अशांति बा बंधन भौतिक आसक्ति क्रमे क्रमे दूरीभूत हो जाए एवं प्रकृति में भगवान को पूजा अर्चना भजन कीर्तन करी जीवन को सार्थक करिवार आवश्यकता अछि। ता ही प्रेमर मार्ग जो मार्ग रे पथिक थिले ध्रुव प्रहलाद बा गोपी बा उद्धव बा नित्यानंद महाप्रभु गदाधर पंडित अद्वैताचार्य श्रीनिवास षड गोस्वामी अष्ट कविराज बा श्यामानंद प्रभु रसिकानंद प्रभु आहरी अनेक एमाने एभली भाव सब भगवान को प्राप्त होती। से कही भक्तावतार भक्ताख्यं नमामि भक्त शक्तिकम भक्तर अवतार आसीथिबा सेही अवतार चैतन्य महाप्रभुंकर कीर्तन नर्तन तांको प्रेम रे आत्मविभोर होइथिबा भक्त आध्यात्मिक उत्तान तरंग रे भासी भासी जगत को वार्ता प्रेरण करुचंती। जीव ही भगवानकर दास यही दासत्व ही प्रेमर वार्ता बहन करुची। यार ज्वलंत उदाहरण होउचंती अभय चरणारविंद भक्ति वेदांत स्वामी शिल प्रभुपाद जे कि ए नाम को आश्रय करी ए नाम को मूलधन करी आज सारा विश्व रे ए महामंत्र नाम कन्या पावन करिसंती। यह चैतन्य महाप्रभु उद्देश्य थिला तांकर पार्षद मानक से कहते सुनो सुनो नित्यानंद सुनो हरिदास सर्वत्र आमार आज्ञा करह प्रकाश प्रति घरे घरे गिया कर भिक्षा भल कृष्ण भज कृष्ण कर कृष्ण शिक्षा कृष्णर संसार कर छाड़ी अनाचार जीवे दया कृष्ण नाम सर्वधर्म सार। तेणु प्रत्येक गृह को जाई आमे भिक्षावृत्ति करिकी मागिबा छଳରେ ଏହା ହିଁ ଆମେ ମାଗିବା ଯେ बोल कृष्ण भज कृष्ण कर कृष्ण शिक्षा एवं प्रति घरे घरे जाइकी चैतन्य महाप्रभु जो इच्छा थिला सारा विश्व रे हरिनाम कीर्तन हबो ताहा आज प्रत्यक्ष भाव में सारा विश्व रे
এসি ভক্তি বেদান্ত স্বামী শিল প্রভুপাদ মহামন্ত্র হরে কৃষ্ণ 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 হরে 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 রাম 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 হরে হরে এই গଣ୍ଠି ଧନକୁ ଭଗବତ ପ୍ରେମକୁ ସାରା ବିଶ୍ୱରେ ପ୍ରଦାନ କରିକି ବିଶ୍ୱ ଦରବାରରେ ନାମ ରୂପକ ବନ୍ୟାକୁ ପ୍ଳାବିତ କରିଛନ୍ତି ଏବଂ ପ୍ରତିଟି ହୃଦୟରେ ଏହା ସୃଷ୍ଟି କରିଛନ୍ତି କୃଷ୍ଣ ପ୍ରେମ ଯେଉଁ ପ୍ରେମ ବିଭିନ୍ନ ଦେଶରେ ହଜାର ହଜାର ମନ୍ଦିର ସୃଷ୍ଟି କରି ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟରେ এই ଯେଉଁ ପ୍ରେମାବୃତ ଆସ୍ୱାଦନ କରିବା ପାଇଁ ସୃଷ୍ଟି କରିଛନ୍ତି ଏବଂ ପ୍ରଦାନ କରିଛନ୍ତି ଏବଂ ସାରା ବିଶ୍ୱ ଆଜି ଗୋଟେ କୁଟୁମ୍ବ ଭଳି ହେଇଯାଇଛି। ଆମେ ସାରା ବିଶ୍ୱ କୁଟୁମ୍ବକମ୍ ବିଶ୍ୱମୁଖୀ ବାର୍ତ୍ତା ଆଜି ସମସ୍ତ ହୃଦୟରେ ବାର୍ତ୍ତା ବହନ କରୁଛନ୍ତି। ତ ପ୍ରତିଟି ଭକ୍ତ ଆମର ଏଇ ବିଧି ନୀତି ନିୟମ ଆଚରଣ ଏ ପ୍ରଣାଳୀ ସମସ୍ତଙ୍କୁ ଦିଗ୍ଦର୍ଶନ ଦେଇ ଆଜି ବିଶ୍ୱକୁ ଏକ ନିର୍ଣ୍ଣୟାତ୍ମକ ଶିକ୍ଷଣରେ ପର୍ଯ୍ୟବେସିତ କରିଛନ୍ତି। ମନ୍ତ୍ରତନ୍ତ୍ର ପ୍ରାଣାୟାମ ନିଦର୍ଶନ ଏସବୁ ଜିନିଷକୁ ଏକତ୍ରିତ କରିକି ସବୁ ମୂଳରେ ଏଇ ଭଗବାନ ଏଇ ଯେଉଁ 8ଟି ଶ୍ଲୋକ ଆମକୁ ପ୍ରଦାନ କରିଛନ୍ତି। ଏହା ଭିତରେ ସମସ୍ତ ଉପନିଷଦ ବୈଦିକ ସାହିତ୍ୟ ରାମାୟଣ ମହାଭାରତ ଏବଂ ଅଷ୍ଟାଦଶ ପୁରାଣ ଏବଂ ପୁରାଣର ସାରଥି ସାର ଜିନିଷ ୟା ଭିତରେ ଲିପିବଦ୍ଧ କରିକି ଆମକୁ ଶିକ୍ଷା ପ୍ରଦାନ କରିଛନ୍ତି ଯେ ଏହି ମାଧ୍ୟମରେ ଏହାକୁ ଯଦି ଆମେ ଶ୍ରବଣ କରିକି ଧ୍ୟାନପୂର୍ବକ ବୁଝିବା ତାହେଲେ ଆମ ଭିତରେ ଥିବା ଯେଉଁ ସତ୍ୟ ଦୟା ଶୌଚ ତପସ୍ୟାକୁ ଆଧାର କରି ଜୀବ ଯେଉଁ ଭୁଲ କରୁଛି ତାକୁ ସଂଶୋଧନ କରିକି ଯେଉଁ ଭୁଲ କରିବାର ଯେଉଁ 4ଟା ରାସ୍ତା ଦ୍ୟୁତପାନ ସ୍ତ୍ରୀୟ ସୁନା ଅଧର୍ମସ୍ୟ ଚତୁର୍ବିଧା ଏ 4ଟା ଜିନିଷକୁ ଦୂରୀଭୂତ କରିକି ସତ୍ୟ ଦୟା ଶୌଚ ତପସ୍ୟା ଆଧାରରେ ଯଦି ଆମେ ଆଗକୁ ଯିବାର ପ୍ରଚେଷ୍ଟା କରିବା ତାହେଲେ ନିଶ୍ଚିତ ଭାବରେ କୃଷ୍ଣ ପ୍ରେମ ଆମ ପାଖରେ ସୃଷ୍ଟି ହେବ ଏବଂ ଭଗବାନଙ୍କର ସେହି ପ୍ରେମ ତତ୍ତ୍ୱ ପ୍ରେମ ସିକ୍ତ ହୃଦୟ ହିଁ ଭଗବାନଙ୍କୁ ଆମେ ପ୍ରାପ୍ତ ହେଇପାରିବା ଏବଂ ଯୁଗେ ଯୁଗେ ଏ ଧର୍ମ ରକ୍ଷା ପାଇଁ ଭଗବତ ପ୍ରେମ ସମସ୍ତଙ୍କ ହୃଦୟରେ ଉଜ୍ଜୀବିତ ହେବ। ଏହା ସୁନ୍ଦର ପ୍ରମାଣ ୟା ଭିତରେ ରହିଛି। ତେଣୁ ଆମର ଭଗବାନ ବିଭିନ୍ନ ସ୍ଥାନରେ ବହୁତ କଥା କହିଛନ୍ତି ଶାସ୍ତ୍ର ପୁରାଣ ମାନଙ୍କରେ। ତେବେ କୁହାଯାଇଛି ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତ୍ୟାସୁ ବୈରାଗ୍ୟ ଜ୍ଞାନ च যত অহেতুকম পরম পুরুষ ভগবান কৃষ্ণ পরমময়ী সেবারে নিযুক্ত হয়ে গেলে ব্যক্তি সাঙ্গে সাঙ্গে অহেতুক জ্ঞান সংসার বৈরাগ্য আসি যায় এবং যে কথা কুহাইছি ধর্ম সুনিশ্চিত পুংসা বিশ্বক্ষণ কথা সুজ ন চোপাদয়ত যদি রতি শ্রম এব হি কেবলম জীবন যদি আমি ভগবানଙ୍କ চରଣ ଭଗବାନଙ୍କର ପୂଜା ଭଗବାନଙ୍କର ପ୍ରସାଦ ଭଗବାନଙ୍କ ନାମ କୀର୍ତ୍ତନ ବ୍ୟତୀରେ କି ଏ ଜଗତରେ ଆଉ କିଛି ନାହିଁ। ତେଣୁ ଯେଉଁମାନେ ଏହାକୁ ଅପଚୟ କରନ୍ତି ବା ଏହା ଗ୍ରହଣ କରନ୍ତି ନାହିଁ ତାଙ୍କ ଜୀବନ କେବଳ ଏବ ହି କେବଳ ଜୀବନଟା ତାର କେବଳ ବୃଥା ହିଁ ବୃଥା। ତେଣୁ ଆମେ ସମସ୍ତେ ଏହି ମାଧ୍ୟମରେ ଭଗବାନଙ୍କର ଭାବକୁ ଗ୍ରହଣ କରିବା ଏବଂ ଏହି ଭକ୍ତିର ଶକ୍ତି ଅମାପ ଯେଉଁମାନେ ଏହି ଭକ୍ତି ଭଗବାନଙ୍କ ସହିତ ସେ ଭକ୍ତ ହୁଅନ୍ତି ଏବଂ ଭକ୍ତ ଭକ୍ତିକୁ ଗ୍ରହଣ କରନ୍ତି ଏବଂ ଭକ୍ତିର ଶକ୍ତି ଅମାପ ଯେଉଁ କଥା ବିଭିନ୍ନ ପ୍ରକାର ନାମ ଭିତରେ ଭଗବାନ ରଖିଛନ୍ତି। ଭଗବାନଙ୍କର ନାମ ବହୁତ ନାମ ତ ଭଗବାନ ବିଭିନ୍ନ ସମୟରେ ଆସିବା ଭିତରେ ଭଗବାନ ସ୍ୱ ଅଂଶରେ ଆସନ୍ତି, ବିଭିନ୍ନାଂଶରେ ଆସନ୍ତି, ସହସ୍ରାଂଶରେ ଆସନ୍ତି, ବିସ୍ତୃତାଂଶରେ ଆସନ୍ତି। ଭଗବାନ ତାଙ୍କର ସ୍ୱ ଅଂଶ ମଧ୍ୟ ଆସନ୍ତି, କେତେବେଳେ ବିଭିନ୍ନ ଅଂଶରେ ଆସନ୍ତି। ଏ କଥା ବିଭିନ୍ନ କଥା ଟିକେ କୁହାହେଇଛି। ତେବେ ମୁଖ୍ୟ କଥା ଯେ ଆମେ ଯଦି ବିଶ୍ୱାସ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହି ସୁଦୃଢ଼ ନିଶ୍ଚୟ କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ। ଯଦି ଆମେ ଏଭଳି ଶ୍ରଦ୍ଧା ବିଶ୍ୱାସ ରଖିବା ନିଶ୍ଚିତ ଭାବରେ ଭଗବାନଙ୍କୁ ପାଇପାରିବା। ଏଥିପାଇଁ
ସବୁଠୁ ଶକ୍ତିଶାଳୀ ହେଉଛନ୍ତି ଭକ୍ତି ଏବଂ ଏଇ ଭକ୍ତି ସଙ୍ଗରେ ବିଭିନ୍ନ ଦିଗ ଆମ ପାଖରେ ରହିଛି। ତା ଭିତରୁ ଭକ୍ତିରୁ ଯେଟାକି ଆମେ କହୁଛେ ଭଗବତ ଧାମକୁ ଯିବା ପାଇଁ ରାସ୍ତା ବାହାରେ। ଏଇଥିପାଇଁ ଆମେ ବହୁ ସମୟରେ ବିଶ୍ୱାସଟାକୁ ଦୃଢ଼ୀଭୂତ କରିପାରୁନା। ଯେମିତି ଶିଳାରୁ ଶାଳଗ୍ରାମ ହୁଅନ୍ତି, ଦାରୁରୁ ଦେବତା ହୁଅନ୍ତି। ପ୍ରବାଦରେ ଅଛି, କଥାରେ କଥାରେ ଅଛି, ମାନିଲେ ଠାକୁର ନ ମାନିଲେ ପଥର। ବିଶ୍ୱାସ ଅଛି, ଭକ୍ତିକୁ ପାଥେୟ କରିକି ଆମେ ଯେଉଁ ପ୍ରାର୍ଥନା କରୁଛୁ, ପଥର ଖଣ୍ଡ ହେଲେ ମଧ୍ୟ ଐଶ୍ୱରିକ ଶକ୍ତିର ଆଧାରରେ ତାହା ଭଗବାନ ପାଲଟି ଯାଆନ୍ତି। ସରଳ ମନରେ ଭଗବତ ପ୍ରାପ୍ତି ହୁଏ। ଭାବର ସହିତ ସେବା କରିବା ଆମର ବିଧେୟ। ଭକ୍ତିରେ ହିଁ ପ୍ରେମ ହିଁ ମୁଖ୍ୟ। ହୃଦୟରେ ପ୍ରେମ ଜଡ଼ ଭିତରେ ଚେତନା ଯୋଗାଏ, ନିରାକାରକୁ ସାକାର ସଜାଏ। ଯେମିତି ଭକ୍ତ ପ୍ରହ୍ଲାଦ ନିରାକାର ଭିତରୁ ନୃସିଂହଙ୍କର ମୂର୍ତ୍ତି ବାହାର କରିଥିଲେ ଏବଂ ତାହା ଜଗତର କଲ୍ୟାଣରେ ଲାଗିଥିଲେ। ହିରଣ୍ୟକଶିପୁ ଭଳି ଦୁର୍ଦ୍ଦାନ୍ତ ଅସୁରକୁ ବଧ କରି ସେ ଶିକ୍ଷା ପ୍ରଦାନ କରିଛନ୍ତି। ଆମେ ସମସ୍ତେ କିଛି ଗୁଣ ଅଧିକ ଜାଣିଛୁ। ସେହିଭଳି ଭାବରେ ଭକ୍ତର ଦୁଃଖ ସହି ନ ପାରି ବନ୍ଦୀଶାଳା ଭିତରେ ମଧ୍ୟ ଭଗବାନ ଜନ୍ମଗ୍ରହଣ କରିଥିଲେ ଏବଂ ଆବିର୍ଭାବ ହେଇକି ଦୁଷ୍ଟମାନଙ୍କୁ ନିପାତ କରିଥିଲେ। ପାଷାଣ ବୃନ୍ଦାବନର ସାକ୍ଷୀ ଗୋପାଳ ସେ ଚାଲି ଚାଲି ଆସିକି ସାକ୍ଷୀ ଦେବାର କଥା ମଧ୍ୟ ରହିଛି। ଭକ୍ତି ହେଉଛି ହୃଦୟର ଭାବ, ଭାବରୁ ଜନ୍ମ ନିଏ ଭକ୍ତି ଏବଂ ଭାବ ହିଁ ଭକ୍ତି ପଥକୁ ଉନ୍ମୋଚନ କରିଦିଏ। ଭଗବାନ ଭାବ ଡୋରରେ ବନ୍ଧା, ତେଣୁ ସେଇ ଭାବ ବିନୋଦିଆ ଭଗବାନ ଯେ ହରିନାମ ଯେଉଁ ରସ ଅଛି ତାକୁ ଯେଉଁମାନେ ପାନ କରନ୍ତି ସେଇମାନେ ହିଁ ଜାଣନ୍ତି ହରିନାମ ମହାମନ୍ତ୍ରରେ ରହିତ ସ୍ୱଭାବ, ଯେଇ ଜନ ଭଜେ ତାର ଉପଜୟୀ ଭାବ। ତେଣୁ ଆମେ ଭାବର ସହିତ ଯଦି ଭଗବାନଙ୍କୁ ଗ୍ରହଣ କରିବା ତାହେଲେ ଏଇ ଭାବ ବିନୋଦିଆ ଠାକୁର ଇଏ ପ୍ରାଣୀଙ୍କର ପ୍ରାଣ, ଚକ୍ଷୁର ଜ୍ୟୋତି, ମୁଖର ଭାଷା, ସୁଖ ଦୁଃଖ ଦିନର ସାଥୀ ଏବଂ ସଙ୍ଗୀତର ମୂର୍ଚ୍ଛନା। ଯେଉଁ ଆଜି ଜଗତର କାଳଜ୍ଞ ନାରଦ ମହର୍ଷି ସେ ଆଜି ଜଗତ ସବୁ ଜାଗାକୁ ନିର୍ଦ୍ୱନ୍ଦ୍ୱରେ ଯାଇକି ଯେ ଭାବରେ ତା ମୂଳରେ ଥିଲା ତାଙ୍କର ଏଇ ଭକ୍ତି ଭାବ। ମା ଯଶୋଦା ମମତା ଡୋରିରେ ଭଗବାନଙ୍କୁ ବାନ୍ଧିବା, ଗୋପୀ ରାଧାଙ୍କର ପ୍ରେମ ଆସ୍ୱାଦନର ଛନ୍ଦ ଏବଂ ଆଜି ରାମେଶ୍ୱର ଯେଉଁ ସେତୁ ଦେଖୁଛେ, ତେଣୁ ଭଗବାନ ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିକି ଲଙ୍କାପୁରକୁ ଯିବା, ଏସବୁ ଏଇ ଭକ୍ତି ଭିତରେ ଅଛି ଏବଂ ଭକ୍ତିର ଏଇ ନାମ ଭିତରେ ଅଛି। ଯେଉଁ ନାମଟା ବିଭିନ୍ନ ପ୍ରକାର ନାମରେ ନାମିତ କରିକି ଭଗବାନ ପ୍ରଦାନ କରିଛନ୍ତି। ସେ ନାମ ଭିତରେ କୁହାଯାଇଛି ଯେ ଖାଲି ନାମ, ବିଭିନ୍ନ ନାମରେ ଭଗବାନ ଅଛନ୍ତି। ନାମ ନାରାୟଣ, ରାମକୃଷ୍ଣ, ଦାମୋଦର, କେଶବ, ଅନନ୍ତ, ହରି, ଶ୍ୟାମ, ଚକ୍ରଧର, ଗୋବିନ୍ଦ, ଗୋପାଳ, ଗୋପୀନାଥ, ନନ୍ଦସୁତ, ମୁକୁନ୍ଦ, ମୁରାରୀ, ବାସୁଦେବ, ଅଚ୍ୟୁତ, କୃପାଳ, ମଧୁସୂଦନ, କଂସାରୀ ବାମନ, ମାଧବ, ପୁଣ୍ଡରୀକାକ୍ଷଂ, ଦେବକୀ ନନ୍ଦନ, ଧନାର୍ଦ୍ଦନ, ବଳିଧ୍ୱଂସୀ, ଜଗତ ଈଶ୍ୱର, ଦୈତାରୀ, ମୁକ୍ତିଦାତା, ଜଗତ ଈଶ୍ୱର। ଏଭଳି ଭାବରେ ଭଗବାନଙ୍କର ଅଶେଷ ନାମ ରହିଛି। ଏ ନାମକୁ ବାରମ୍ବାର ପଠନ କରିବା, ଉଚ୍ଚାରଣ କରିବା, ଇଏ ସେଇ ଭଗବାନଙ୍କର ନାମର ଦିବ୍ୟତା ଏବଂ ସେଇ ଦିବ୍ୟତାର ଫଳ ଭକ୍ତି। ଏବଂ ଏଇ ଭକ୍ତ এই ଭକ୍ତିକୁ ଗ୍ରହଣ କରନ୍ତି ଏବଂ এই ଭକ୍ତି ମାଧ୍ୟମରେ ଏ ଜଗତର ଉନ୍ମୁକ୍ତ ଦ୍ୱାର, যেটা ମୁକ୍ତି ଦ୍ୱାର ଫିଟିଯାଏ। ତେଣୁ ସେଇଥିପାଇଁ ଆମେ ସୁରଦାସ ଭଳି ଅନ୍ଧ ସେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଛୋଟ ଅବସ୍ଥାରେ ପାଇଥିଲେ। କେତେ କେତେ ପ୍ରମାଣ ସମସ୍ତ ବେଦ ପୁରାଣ ମାନଙ୍କରେ ବର୍ଣ୍ଣିତ ହେଇଛି। ଭକ୍ତି ପ୍ରେମରେ ଯେଉଁ ରାଧାରାଣୀ କୃଷ୍ଣଙ୍କୁ ଆପ୍ୟାୟିତ କରିଥିଲେ ଏବଂ ସବୁବେଳେ ରାଧାରାଣୀ କାନ୍ଦି କାନ୍ଦିକି ଦ୍ୱାପରରେ ଭଗବାନ କୃଷ୍ଣଙ୍କ ନାମ କରି ଅଜସ୍ର କାନ୍ଦୁଥିଲେ। ଏ କାନ୍ଦକୁ ସହ୍ୟ କରି ନ ପାରି ଦେଖିକି ଥରେ ଭଗବାନ ରାଧାରାଣୀକୁ ପଚାରିଲେ, ହେ ରାଧାରାଣୀ, ତୁମେ ମୋ ନାମ କହି କାନ୍ଦିକି କି ଉପକାର ପାଉଛ?
ରାଧାରାଣୀ ତାର ଉତ୍ତରରେ କହିଥିଲେ, ହେ ପ୍ରଭୁ, ମୁଁ ଭକ୍ତ ଭଗବାନଙ୍କ ନାମ କରିକି କାନ୍ଦିକି କଣ ଲାଭ ପାଉଛି? ଆପଣ ଯେତେବେଳେ ଏଇଭଳି ଭକ୍ତ ଅବତାରରେ ଆସିବେ ସେତେବେଳେ ଆପଣ ଜାଣିପାରିବେ ଭଗବାନଙ୍କୁ ଭକ୍ତ ଡାକିଲେ କାନ୍ଦିକି କଣ ଲାଭ ପାଏ। ସେ କଥା ଭକ୍ତ ହିଁ ଜାଣେ। ତ ରାଧାରାଣୀଙ୍କର ଏଇ କଥାକୁ ଅଙ୍ଗୀକାର କରିକି ଭଗବାନ କହିଥିଲେ, ରାଧାରାଣୀ, ମୁଁ ଯେତେବେଳେ ଦ୍ୱାପରରେ ଆସିବି ସେତେବେଳେ ନା ମୁଁ ଯେତେବେଳେ କଳିରେ ଯେତେବେଳେ ମୁଁ ଶ୍ରୀକୃଷ୍ଣ ଚୈତନ୍ୟ ଅବତାରରେ ଆସିବି ସେତେବେଳେ ତମର ଏଇ ଭାବକୁ ଅଙ୍ଗୀକାର କରି ମୁଁ ଆସିବି ଏବଂ ଭକ୍ତ ହେଇକି ନିଜେ ଭକ୍ତିକୁ ଅଙ୍ଗୀକାର କରିକି ଜଗତରେ ଶିକ୍ଷା ଦେଇକି କଳି ଯୁଗରେ ଯୁଗ ଧର୍ମ ମହାମନ୍ତ୍ରର ଆବଶ୍ୟକତା ଅଛି, ସେତିକି ବେଳେ ମୁଁ ଭକ୍ତ ଅବତାରରେ ଆସିକି ତୁମକୁ ଶିକ୍ଷା ଦେବି। ତେଣୁ ସେଇଭଳି ଭାବକୁ ଗ୍ରହଣ କରିକି ସ୍ୱୟଂ ଭଗବାନ କୃଷ୍ଣ କଳି ଯୁଗରେ ଚୈତନ୍ୟ ମହାପ୍ରଭୁ ହେଇ ଆସିଛନ୍ତି ଏବଂ ତାଙ୍କର ସାରଥି ସାର ଜିନିଷ ଏଇ ଯେଉଁ 8ଟି ଶ୍ଲୋକ ମାଧ୍ୟମରେ ଆମକୁ ପ୍ରଦାନ କରିଛନ୍ତି। ସେଇଆକୁ ଆମେ ଯଦି ପୂର୍ଣ୍ଣ ମାତ୍ରାରେ ହୃଦବୋଧ କରି ବୁଝିପାରିବା ତାହେଲେ এই ଶିକ୍ଷାଷ୍ଟକମ୍ ଆମ ପାଇଁ ଜୀବନର ମୂଳ ମନ୍ତ୍ର ହେବ ଏବଂ ମୂଳ ଉଦ୍ଦୀପକ ହେବ ଏବଂ ଯିଏକି ଆମକୁ ସମସ୍ତ କାମନାରୁ ମୁକ୍ତ କରି ଭଗବତ ରାଜ୍ୟକୁ ନେଇପାରିବ। ଏବଂ ଏଥିପାଇଁ ଆମେ ସତତ ଯୁକ୍ତ ରହିବା ଦରକାର। ତେସାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ଦଦାମି ବୁଦ୍ଧି ଯୋଗୁଁ ତୁଂ ଜନମାମ ପଜାନ୍ତି ତେ। ଭଗବାନ କହୁଛନ୍ତି ମୁଁ ସେଇଆକୁ ବୁଦ୍ଧି ପ୍ରଦାନ କରେ ଯିଏ ସବୁବେଳେ ମୋ ସହିତ ଯୁକ୍ତ ରହିବ ଏବଂ ମୋ କଥା ଚିନ୍ତା କରିବ, ମୋତେ ପୂଜା କରିବ, ତାହେଲେ ମୁଁ ତାକୁ ଧୀରେ ଧୀରେ ବୁଦ୍ଧି ଦେବି, ସେ ମୋ ପାଖକୁ ଆସିପାରିବ। ସେଥିପାଇଁ ଭଗବାନ କହିଛନ୍ତି ବୁଝେଇଛନ୍ତି ଭଗବଦ୍ଗୀତାରେ, ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାଂ ଶାନ୍ତି। ଆମେ ଜଗତର ମାୟାମୁଗ୍ଧ ଜୀବ, ଆମେ ଏ ଶାସ୍ତ୍ର ପୁରାଣକୁ ବିଶ୍ୱାସ କରିପାରୁନାହୁଁ, କିନ୍ତୁ ଏ ଶାସ୍ତ୍ର ପୁରାଣ ସ୍ୱୟଂ ଭଗବାନ ଯେତେବେଳେ ଭଗବାନ ସତ୍ୟାବେଶ ଅବତାରରେ ଆସିକି ଏ ସମସ୍ତ ଶାସ୍ତ୍ର ପୁରାଣ କଳିଯୁଗ ପାଇଁ ଲେଖିଛନ୍ତି ଏବଂ ସେ କଥା ମଧ୍ୟ ଚୈତନ୍ୟ ଚରିତାମୃତରେ କହୁଛନ୍ତି, ମାୟାମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଜୀବେର କୃପାଇ କହିଲ କୃଷ୍ଣ ବେଦ ପୁରାଣ। ଏ ଯେଉଁ ସମସ୍ତ ବେଦ ପୁରାଣ ଆଜି ଆମ ପାଖରେ ଅଛି, ସ୍ୱୟଂ ଭଗବାନ ସତ୍ୟାବେଶ ଅବତାରରେ ବ୍ୟାସ ରୂପରେ ଭଗବାନ ନିଜେ ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବୈଷ୍ଣବେ ନମ ବୈ ବ୍ରହ୍ମବିଦେୟ ବଶିଷ୍ଠାୟ ନମୋ ନମ। ଯେତେ ପ୍ରକାର ସବୁ ଆସିଛନ୍ତି କଳିଯୁଗ ପାଇଁ ଏମାନେ ସମସ୍ତେ ସ୍ୱୟଂ ଭଗବାନ ସତ୍ୟାବେଶ ଅବତାରରେ ଆସିକି ଏ ସମସ୍ତ ଶାସ୍ତ୍ର ପୁରାଣ ଗ୍ରନ୍ଥ ରଚନା କରିକି ଆମକୁ ଦେଇଯାଇଛନ୍ତି, ଯାହା ମାଧ୍ୟମରେ ଆମେ ଜଗତର ପ୍ରକୃତରେ ବନ୍ଧନରୁ ମୁକ୍ତ ହେଇକି ସମସ୍ତ ଜ୍ଞାନକୁ ଆହରଣ କରି ଯେଉଁ ଭାଗବତ ଆମକୁ ଶିକ୍ଷା ଦେଉଛନ୍ତି, ଭାରତବର୍ଷର ଯେଉଁଟାକି ଜ୍ଞାନ ବୈରାଗ୍ୟର ତତ୍ତ୍ୱ ଯେଉଁଥିରେ ଲିପିବଦ୍ଧ ହେଇଛି ଏବଂ ରାଜାମାନଙ୍କ ମାଧ୍ୟମ ଦେଇକି ଆମକୁ ପ୍ରଦାନ କରିଛନ୍ତି। ଯେଉଁ କଥା କୁହାହେଇଛି ଯେ ଯଜ୍ଜଦ ଆଚରତି ଶ୍ରେଷ୍ଠ ତତ୍ତ୍ୱ ଦେବେ ତରଜନା ସଯତ୍ ପ୍ରମାଣ କୃତେ ଲୋକସ୍ତଦନୁବର୍ତ୍ତତେ। ରାଜା ପ୍ରଜାମାନଙ୍କ ଭିତରେ, ଭକ୍ତ ଭଗବାନଙ୍କ ଭିତରେ, ବାପା ପୁଅଙ୍କ ମଧ୍ୟରେ ଯେଉଁ ସ୍ନେହ ସମ୍ପର୍କ, ଏହାକୁ ଆହୁରି ଉଜ୍ଜୀବିତ କରିବା ପାଇଁ ଆଜି ଏ ସମସ୍ତ ଶିକ୍ଷା ଆମକୁ ପ୍ରଦାନ କରିଛନ୍ତି। ତା ମଧ୍ୟରେ ମୂଳତଃ ହେଉଛି ହରିନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇ ନାମକୁ ଯଦି ଆମେ ଆଧାର କରିକି ଆଗକୁ ବଢିବା ତାହେଲେ ଭଗବାନ କହୁଛନ୍ତି ଯେ ତମେବ ଶରଣ ଗଚ୍ଛ, ତମେ ଯଦି ମୋ ଶରଣରେ ଆସିବ ତାହେଲେ ତମେବ ଶରଣ ଗଚ୍ଛ ସର୍ବଭାବେନ ଭାରତ। ହେ ଭାରତ, ହେ ଅର୍ଜୁନ, ମୁଁ ତୁମକୁ କୃପା ପ୍ରଦାନ କରିବି। କୃପା, ପ୍ରସାଦର ଅର୍ଥ ହେଉଛି କୃପା। ଯେଉଁ ଆମେ ଭଗବାନଙ୍କୁ ପ୍ରସାଦ ଅର୍ପଣ କରୁଛେ ତା ଭିତରୁ ଭଗବାନ ସମସ୍ତ ପାପକୁ ଗ୍ରହଣ କରିକି ଆମକୁ କୃପା ପ୍ରଦାନ କରୁଛନ୍ତି। ସେଇଭଳି ଭାବରେ ଭଗବାନ କହୁଛନ୍ତି ତତ୍ ପ୍ରସାଦାତ୍, ସେଇ ପ୍ରସାଦରୁ ପରାଂ ଶାନ୍ତି। ଏ ଜଗତରେ ଯଦି ମଣିଷ କେହି ଶାନ୍ତିରେ ଅଛି ଜାଣିବ ତାହେଲେ ସେ ଭଗବାନଙ୍କ ଚରଣରେ ଅଛି, ଭଗବାନଙ୍କ ନାମ କରୁଛି, ଭଗବାନଙ୍କ ପୂଜା କରୁଛି, ଭଗବାନଙ୍କ ପ୍ରସାଦ ପାଉଛି ଏବଂ ଭକ୍ତ ସଙ୍ଗ କରୁଛି ଏବଂ ଭାଗବତ ଭଗବାନଙ୍କର ଦେଇଥିବା ପ୍ରଦତ୍ତ ଗୀତା ଭାଗବତ ପୁରାଣକୁ ଆଧାର କରିକି ଯଦି ସେ ଜୀବନଯାପନ କରିବାର ଶୈଳୀ ଶିକ୍ଷା କରିଛି ତାହେଲେ ସେ ଉପଯୁକ୍ତ ସ୍ତରରେ ଅଛି, ସେ ଶାନ୍ତି ପ୍ରାପ୍ତ ହେଉଛି, ଆନନ୍ଦ ପାଉଛି। ତେଣୁ ଏଠି ସେ କଥା କୁହାହେଇଛି ଯେ ଯଦି ଭକ୍ତ ମୋର ତତ୍ପ୍ରସାଦାତ୍ ପରାଂ ଶାନ୍ତି, ଶାନ୍ତି ପାଇବ। ଆଉ ଗୋଟେ ସ୍ୱତନ୍ତ୍ର ତାର ସ୍ଥାନ ରଖିଛି, ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍, ଶାଶ୍ୱତ ଧାମ। ଯେଉଁ ଧାମରୁ ଆମେ ହୁଏତ ଭଗବାନଙ୍କ ସହିତ ସମ୍ପର୍କ ଭୁଲିକି ଆମେ ଏଠି ଆସିକି ଦୁଃଖ କଷ୍ଟ ଭୋଗ କରୁଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୋଷ ଦଶାନୁଦର୍ଶନମ୍, ସମସ୍ତ ଦୁଃଖକୁ ଆଧାର କରିକି ଆମେ ଦୁଃଖ ଭୋଗ କରୁଛୁ। ଏ ସମସ୍ତ ଦୁଃଖରୁ ଆମେ ଉଦ୍ଧାର ପାଇବାର ଏକମାତ୍ର ଆମର ଲକ୍ଷ୍ୟ ହେଉଛି ସେଇ ଭଗବାନଙ୍କ ଚରଣରେ ନିଜକୁ ଆତ୍ମସମର୍ପଣ କରି
ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଜୀବନ ଯାପନ କରିବା। ସେଇଥିପାଇଁ ସ୍ୱୟଂ ଭଗବାନ କଳି ଯୁଗରେ ଯୁଗ ଧର୍ମ ଅବତାର ଭାବରେ ଚୈତନ୍ୟ ମହାପ୍ରଭୁ ଜନ୍ମଗ୍ରହଣ କରିକି ଆମକୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି, ସେ ଶିକ୍ଷାରେ ଆମେ ଯଦି ଶିକ୍ଷାକୁ ଯଦି ଠିକ ଭାବରେ ଗ୍ରହଣ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଭଗବାନଙ୍କ ଚରଣରେ ଆଶ୍ରା ପାଇବା। ଏବଂ ଭଗବାନ କହୁଛନ୍ତି ମୋର ଭକ୍ତ ହୃଦୟ, ମୋ ଭକ୍ତ ହିଁ ମୋର ଜୀବନ, ମୋ ଭକ୍ତ ହିଁ ମୋର ପ୍ରାଣ। ସେଇ ଦୃଷ୍ଟିରୁ ଆମର ସମସ୍ତ ଦାୟୀ ଦାୟିତ୍ୱ ଭଗବାନ ଗ୍ରହଣ କରନ୍ତି। ସେଥିପାଇଁ ଭଗବାନ କହିଛନ୍ତି ଯେ ଯେଉଁମାନେ ମୋର ଭକ୍ତ ମୁଁ ତା ସମସ୍ତ ଜିନିଷକୁ ଗ୍ରହଣ କରେ ଏବଂ ତାକୁ ବହନ କରେ। ଏବଂ ମୋର ଭକ୍ତ ସେ ସମସ୍ତ କଳ୍ପକୁ ଅତିକ୍ରମ କରି ଏ ଭକ୍ତି ବଳରେ ସେ ଉଦ୍ଧାର ପାଇବ ବା ଯିବ। ଯିଏକି କୁହାଯାଇଛି ମାଂସର୍ଯ୍ୟ ବିଚାରେନ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ତୈତାନ ବ୍ରହ୍ମ ଭୂୟାୟ କଳ୍ପତେ। ସମସ୍ତ ବ୍ରହ୍ମଭୂତ କଳ୍ପକୁ ଅତିକ୍ରମ କରି ଏଇ ଭକ୍ତି ଯୋଗୀ ମୋ ପାଖରେ ଆସି ପହଞ୍ଚେ। କାହିଁକି ନା ମୋ ନାମ କରିକି ମୋର ନାମକୁ ଯଦି ଏମିତି ଭାବରେ ଅଭ୍ୟାସରତ ସେ କରେ ତାହେଲେ ସେ ନିଶ୍ଚିତ ଭାବରେ ମୋ ଧାମକୁ ଆସିପାରିବ। ସେଥିପାଇଁ ଅଭ୍ୟାସ ଯୋଗଯୁକ୍ତେନ ଚତୁଷା ନାନ୍ୟଗାମୀ ନାମ, ଅଭ୍ୟାସ କରିବା ମାଧ୍ୟମରେ ଯଦି ସେ ତାର ଏଇ କାମକୁ ସେ ଜାରି ରଖିବ ତାହେଲେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ। ଏବଂ ମୋ ପାଖକୁ କେଉଁମାନେ ଆସନ୍ତି ନା ଦେବାନ ଦେବବ୍ରତା ଦେବାନ ପିତୃଯାନ୍ତି ପିତୃବ୍ରତା ଭୂତାନି ଯାନ୍ତି ଭୂତେଜାଙ୍ଗ ମଦଭକ୍ତ ଜାନନ୍ତି ମଦଭକ୍ତ ଜାନ୍ତି ନୁ ପିମାମ। ମୋ ଭକ୍ତ ମୋ ପାଖକୁ ଆସିବ ଏବଂ ଦେବାଦେବୀ ଭକ୍ତ ଦେବାଦେବୀ ସ୍ଥାନକୁ ଯିବେ। ଏଥିପାଇଁ ଭକ୍ତ ପ୍ରଚେଷ୍ଟା କରିବ। ଏହି ଅଭ୍ୟାସ ମାଧ୍ୟମରେ ଅନ୍ତକାଳେ ଚମାମେବ ସ୍ମରଣ ମୁକ୍ତ କଳେବରମ, ଶେଷ ସମୟରେ ତା ପାଟିରୁ ଟିକେ ହରିନାମ ବାହାରିବ। ସେଇ ଯଦି ସେମିତି ଭାବରେ ମୋର ନାମକୁ ଉଚ୍ଚାରଣ କରିବ ତାହେଲେ ସେ ମୋ ନିତ୍ୟ ଧାମକୁ ଆସିବ। ଏବଂ ମୋ ଧାମକୁ ଆସିଲେ ତାର କ'ଣ ଗତି, ତାର ଲାଭ କ'ଣ, ପ୍ରଫିଟ କ'ଣ ନା ଜନ୍ମ ଭୁବନା ଲୋକା ପୁନରାବୃତ୍ତି ନ ଅର୍ଜୁନ ମାମୁପେତ୍ୟ ତୁ କନ୍ତେ ପୁନର୍ଜନ୍ମ ନ ବିଦ୍ୟତେ। ମୋର ଭକ୍ତର ପୁନର୍ଜନ୍ମ ନାହିଁ। କାହିଁକି ଯେ ମୋର ନାମ ଧରି ମୋର ଉଚ୍ଚାରଣ କରି ମୋ ପାଖକୁ ଯଦି ଆସିଲା ତାହେଲେ ମୁଁ ତାକୁ ଯଥା ଯେଉଁ ଦିବ୍ୟ ଧାମ ତା ପାଇଁ ମୁଁ ପ୍ରସ୍ତୁତ ରଖିଛି, ଶାଶ୍ୱତ ଧାମ ତା ପାଇଁ ସବୁବେଳେ ପାଇଁ ରହିଛି। ସେଥିପାଇଁ ଆମ ସମସ୍ତଙ୍କର ଏକମାତ୍ର ଉଦ୍ଦେଶ୍ୟ ଯେ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ତାଙ୍କର ଲୀଳା କୀର୍ତ୍ତନ ପଢ଼ିବା, ଚୈତନ୍ୟ ମହାପ୍ରଭୁଙ୍କର ସମସ୍ତ ଉପଦେଶକୁ ଯଦି ଆମେ ଗ୍ରହଣ କରିକି କରିବା ତାହେଲେ ସମସ୍ତ ବେଦ ପୁରାଣ ଶାସ୍ତ୍ରର ଫଳର ଜ୍ଞାନର ଅଧିକାରୀ ଆମେ ହେଇପାରିବା। ଏବଂ ଭଗବାନଙ୍କ ଚରଣରେ ଆତ୍ମସମର୍ପଣ କରିବା ମାଧ୍ୟମରେ ଯେଉଁ ଆମେ ଧର୍ମ କଥା କହୁଛେ, ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯେଟା ପ୍ରଣୟନ କରିକି ଆମକୁ ଶିକ୍ଷା ପ୍ରଦାନ କରିଛନ୍ତି ଦେଇଛନ୍ତି, ସେ ଶିକ୍ଷାକୁ ଆଧାର କରିକି ଯଦି ଆମେ ଜୀବନଯାପନ କରିବା ତାହେଲେ ନିଶ୍ଚିତ ଭାବରେ ଭଗବତ ରାଜ୍ୟକୁ ଆମେ ଯାଇପାରିବା। ଏଥିରେ କୌଣସି କଥା ନାହିଁ। ଏହି ବିଶ୍ୱାସ ରଖିକି ଯଦି ଆମେ ବିଗ୍ରହ ଅର୍ଚ୍ଚନ ଆଉ ନାମ ସଂକୀର୍ତ୍ତନ ଆଉ ପ୍ରସାଦ ସେବନ এই ତିନିଟାକୁ ଆଧାର କରିକି କରିପାରିବା ତାହେଲେ ସମସ୍ତ ଦୁଃଖ ଦୁର୍ବିପାକରୁ ଆମେ ଉଦ୍ଧାରେ ଭଗବତ ରାଜ୍ୟରେ ଆମେ ସ୍ଥାନ ପାଇପାରିବା। ଏଥିପାଇଁ ମୁଁ ସମସ୍ତ ଭକ୍ତଙ୍କ ପାଦ ତଳେ ପ୍ରଣତି ନିବେଦନ କରିବି ଯେ ଏ ନାମ, କିନ୍ତୁ ଏଠି ଆଉ ଗୋଟେ କଥା ଆସୁଛି ଯେ ମୁଁ ଏତେ ଅଭାଗା ଯେ ମୁଁ ଏ ନାମକୁ ଆଶ୍ରୟ ଗ୍ରହଣ କରିପାରୁନାହିଁ। କାହିଁକି ନା କଳିଯୁଗରେ ଏ ସମସ୍ତ ଜିନିଷ ଅଛି ଯେ ଆମ ଚାରିପାଖେ ଚତୁଃପାର୍ଶ୍ୱରେ ଆମେ ଦେଖୁଛୁ। ଯେଉଁ 6ଟା କଥା ଭଗବତ ଗୀତାରେ ଆମକୁ କୁହାହେଇଛି ଯେ କ୍ଷେତ୍ର କ୍ଷେତ୍ରଜ୍ଞ, କ୍ଷେତ୍ର ହେଉଛି ଦେହଟା କ୍ଷେତ୍ର, ୟା ଭିତରେ ଯିଏ ରହିଛନ୍ତି ଯାହାକୁ ଆମେ କହୁଛେ ଭଗବାନ, ସେ କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ ହେଉଛନ୍ତି ଏଇ ଦେହର ମାଲିକ ଆତ୍ମା। ଏବଂ ଏଇ ଆତ୍ମା ଭିତରେ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ଜ୍ଞାନ, ସେ ଜ୍ଞାନଟା ହେଉଛି ଜଗତରେ ଆମେ ବହୁତ ଜିନିଷ ଦେଖୁଛୁ କିନ୍ତୁ ପ୍ରକୃତ ଜ୍ଞାନଟା କୋଉଠି ସେଇଟା ଆମକୁ ଜାଣିବାକୁ ପଡ଼ିବ। ଜ୍ଞାନ ବିଦ୍ୟା ଭିତରେ ପାର୍ଥକ୍ୟ ଅଛି ଯେ ଯେଉଁ ବିଦ୍ୟାକୁ ଗ୍ରହଣ କରିକି ଆମେ କେଉଁଟା ସ୍ଥାୟୀ କେଉଁଟା ଅସ୍ଥାୟୀ ଏଇ ଜିନିଷକୁ ହୃଦବୋଧ କରିବା, ଏହାକୁ ଜ୍ଞାନ। କେଉଁ ଜିନିଷ ଆମେ ନେଇକି ଯିବା, କେଉଁ ଜିନିଷ ନେଇପାରିବା ନାହିଁ। ପ୍ରତ୍ୟେକଙ୍କର ଆମର ଘର ଅଛି କିନ୍ତୁ ଏ ସମସ୍ତ ଘର ବସା ଘର, ଏ ଘର ଆମ ସହିତ ଯିବ ନାହିଁ। ଆମ ସହିତ ଯିଏ ଯିବ ତାକୁ ଆମେ ଖୋଜିବା ଦରକାର। ଯେଉଁ ପଞ୍ଚମହାଭୂତରେ ଶରୀର ଗଠିତ କିନ୍ତୁ ଏ ଶରୀର ବ୍ୟତୀତ ମନୋବୁଦ୍ଧି ଅହଙ୍କାର ଯାହା ଯିଏକି ଆମ ସହିତ ଆମର ଏ କର୍ମରୁ କରଣୀ ତିଆରି ହେବ ଏବଂ କରଣୀରୁ କର୍ମଫଳ ସ୍ୱରୂପ ଆମେ ନେଇକି ଯିବୁ। ସେଇ କଥାକୁ ପାଥ୍ୟ କରିକି ଆମେ ତାକୁ ଗ୍ରହଣ କରିବା ଏବଂ ତାକୁ ଆମେ ନେଇଯିବା ପାଇଁ ଚେଷ୍ଟା କରିବା। ସେଥିପାଇଁ ଆମେ
ହୃଦୟରେ ଭକ୍ତି ଜୀବନ ବା ଭକ୍ତି ଜୀବନରେ ଯେଉଁ ଭକ୍ତିକୁ ହୃଦୟଙ୍ଗମ କରିକି ଯଦି ଆମେ ଭଗବାନଙ୍କ ଭାବ ପ୍ରତିଷ୍ଠା କରି ଭଗବାନଙ୍କ ନୀତି ନିୟମ ନିର୍ଦ୍ଦେଶ ଅନୁସାରେ ଏହି ସମସ୍ତ ଉପଦେଶକୁ ଗ୍ରହଣ କରିପାରିବା ତାହେଲେ ଏ ଅଭାଗା ହତଭାଗ୍ୟ ଏ ଦିନେ ଭକ୍ତି ରାଜ୍ୟକୁ ଯାଇପାରିବ ବା ଭଗବାନ କହିଛନ୍ତି ଅପିଚେତ୍ ସୁଦୂରାଚାର ଭଜନ୍ତେ ମା ଅନନ୍ୟ ଭାଗ ସାଧୁରେବ ଚ ମନ୍ତବ୍ୟଂ ବ୍ୟବସିତ ହିସ ତ ଦୁରାଚାରୀ ପାପୀ ପର୍ଯ୍ୟନ୍ତ ଯଦି ହେଇଥାଏ ତାହେଲେ ସେ ସମ୍ୟକ୍ ବ୍ୟବସିତ ହିସ ଦୁରାଚାରୀ ପାପୀ ପର୍ଯ୍ୟନ୍ତ ଯଦି ହେଇଥାଏ ତାହେଲେ ସେ ଯଦି ମୋର ପଦ ସେବା କରିବା ମୋର ନୀତି ନିୟମ ମାନିକି ଜୀବନଯାପନ କରେ ତାହେଲେ ନିଶ୍ଚିତ ଭାବରେ ସେ ମୋ ଧାମ ସେ ସାଧୁ ବୋଲି ମୁଁ ତାକୁ ବିବେଚିତ କରାଏ ଏବଂ ଜଗତରେ ସେ ଦିନେ ସାଧୁ ହେଇଯାଏ। ସେଇଥିପାଇଁ ଆମେ ସମସ୍ତେ ଏହି ଭକ୍ତି ଯୋଗକୁ ଆମେ ଗ୍ରହଣ କରିବା। ଭକ୍ତି ଯୋଗର ବିଭିନ୍ନ ଲକ୍ଷଣ ଅଛି ଯେ କି ଭକ୍ତି ଯୋଗ ମାର୍ଗରେ ଅନୁକୂଳ ଜିନିଷକୁ ଗ୍ରହଣ କରିକି ପ୍ରତିକୂଳ ଜିନିଷକୁ ବର୍ଜନ କରିବା ଦରକାର। ଭଗବାନଙ୍କ ଉପରେ ପୂର୍ଣ୍ଣ ସୁରକ୍ଷା ବା ବିଶ୍ୱାସ ରଖିବା ଦରକାର ଏବଂ ଭଗବାନଙ୍କ କୃପା ଉପରେ ଏକାନ୍ତ ନିର୍ଭର କରିବା ଦରକାର ଏବଂ ଭଗବାନଙ୍କର ଯେଉଁ ଇଚ୍ଛା ତାହା ହିଁ ତାକୁ ଆମେ ଗ୍ରହଣ କରିବା ଦରକାର ଏବଂ ସର୍ବଦା ବିନୟୀ ହେବା ଦରକାର ଏବଂ ବିନୟୀ ଭାବ ପ୍ରଦର୍ଶନ କରିବା ମଧ୍ୟ ଆମ ପାଇଁ ଅତି ଜରୁରୀ। ସେଥିପାଇଁ କଳିରେ ତ ବିଭିନ୍ନ ଦୋଷଯୁକ୍ତ ଅଛି। ଏ ଦୋଷଯୁକ୍ତରୁ ଆମକୁ ଉଦ୍ଧାର ପାଇବାକୁ ହେଲେ କେବଳ ଏଇ ଆମକୁ ଦିଆଯାଇଥିବା ମହାମନ୍ତ୍ର ହରିନାମ ସଂକୀର୍ତ୍ତନ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ୟା ବ୍ୟତିରେକେ ଆମ ମନ ଭିତରେ ସବୁବେଳେ ଚିନ୍ତା ବଢିବ। ଚିନ୍ତାରୁ ଉଜାଗର ହେଇଯିବ ମଣିଷ। ଉଜାଗରରୁ ସବୁବେଳେ ମନ ଭିତରେ ଉଦ୍ବେଗ ସୃଷ୍ଟି ହବ। ଯେଟା ଭାଗବତମରେ କୁହାଯାଇଛି ଚିନ୍ତା ଜାଗର ବେଗ ତାବାନ ମଳିନାଙ୍ଗତା ପ୍ରମାଦ ବ୍ୟାଧି ମୋହ ମୃତ୍ୟୁ ଦଶା ଦୋଷ। ଏଇ ଦୋଷ ଆମର ଯେଉଁ ଅଛି ଏଇଟା ଆମକୁ କରାୟତ କରିବ। ଏଇଟା କୁହାହଉଛି ଚିନ୍ତା। ସବୁବେଳେ ଚିନ୍ତା ରହିବ କଣ କରିବି ଆହୁରି କେମିତି ବଢିବି। ଏଇ କଥା ଚିନ୍ତା କରୁ କରୁ ତାର ନିଦ ହବନି ଜାଗରଣ ପଡିବ ଏବଂ ଉଦ୍ବେଗ ବଢିବ। ତାପରେ କଣ ହବ ନା ଆମେ ଧୀରେ ଧୀରେ କ୍ଷୀଣ ହେଇଯିବା। କ୍ଷୀଣ ହେଇଗଲେ କଣ ହବ ନା ମଳିନ ହେଇଯିବ। ମୁହଁ ସବୁବେଳେ ଶୁଷ୍କ ହେଇଯିବ ଏବଂ ସେଥିରୁ ଧୀରେ ଧୀରେ ବ୍ୟାଧି ଉତ୍ପନ୍ନ ହବ ଏବଂ ବ୍ୟାଧି ଯେତେବେଳେ ବଢିବ ସେତେବେଳେ କଣ କରିବି ଉନ୍ମାଦ ହବ। ଉନ୍ମାଦରୁ କଣ ହୁଏ ନା ଜିଦ୍ ବଢେ ମୋହ ପଡିବ ଏବଂ ୟାର ପରବର୍ତ୍ତୀ ଜୀବନ ଆମ ପାଇଁ ହେଇଥାଏ କଣ ନା ମୃତ୍ୟୁ। ତାକୁ ଆମେ ନ କରି ଆମ ପାଖରେ ସୁନ୍ଦର ଭାବରେ ଯେଉଁ ଦିଆହେଇଛି ସୁନ୍ଦର ଯେଉଁ ନବଦା ଭକ୍ତି ଦିଆହେଇଛି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସାକ୍ଷ୍ୟଂ ଆତ୍ମନିବେଦନଂ। ଭଗବାନ କଥାକୁ ଶ୍ରବଣ କରିବା କୀର୍ତ୍ତନ କରିବା ସ୍ମରଣ କରିବା ଭଗବାନଙ୍କର ପାଦ ସେବା କରିବା ଭଗବାନଙ୍କୁ ଅର୍ଚ୍ଚନ କରିବା ବନ୍ଦାପନ କରିବା ତାଙ୍କ ଦାସତ୍ୱ ସ୍ୱୀକାର କରିବା ଭଗବାନଙ୍କୁ ନିଜର ବନ୍ଧୁ ଜ୍ଞାନ କରିବା ଏବଂ ଭଗବାନ ବିପଦେ ଆପଦେ ରାଖିବେ ଯେ ପଦ କେନ ଚାହଁନା। ଆମେ ଭଗବାନଙ୍କ ଉପରେ ନିର୍ଭର କରିପାରୁନାହୁଁ ଯାହାଫଳରେ ଆମକୁ ସବୁ ଦୁଃଖ ଆସୁଛି ଏବଂ ସମ୍ପୂର୍ଣ୍ଣ ଭାବରେ ଆତ୍ମନିବେଦନ କରିବାର ଯଦି କୌଶଳ ଶିକ୍ଷା କରିକି ଭଗବାନଙ୍କର ଏଇ ଭକ୍ତିକୁ ପାଇବା ତାହେଲେ ଆମେ ଶୁଦ୍ଧ ଭକ୍ତି ଲାଭ କରିପାରିବା ଏବଂ ଏଇ ଆମକୁ ନିଶ୍ଚିତ ଭାବରେ ପରମ ଗତି ପ୍ରାପ୍ତ କରିପାରିବା ଦିବ୍ୟ ଧାମକୁ ଆମେ ନେଇଯାଇପାରିବା। ଏଥିପାଇଁ ଆମେ ଗୋଟେ କଥା ବିଶ୍ୱାସ କରିବା ଦରକାର ଯେ ନାମ ଏବଂ ଭଗବାନ ଅଭିନ୍ନ। କଳିଯୁଗରେ ନାମ ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେ କଥା ମଧ୍ୟ କୁହାଯାଇଛି ଯେ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ଶୁଦ୍ଧ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଭିନ୍ନତା ନାମ ନାମି ନାହିଁ। ଭଗବାନ ଏବଂ ନାମ ଭିତରେ କୌଣସି ପାର୍ଥକ୍ୟ ନାହିଁ। କୃଷ୍ଣ ନାମ ଚିନ୍ତାମଣି ସ୍ୱରୂପ ସ୍ୱୟଂ କୃଷ୍ଣ ଏବଂ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ମାୟାତୀତ ନିତ୍ୟ ମୁକ୍ତ। କାହିଁକି ନା ନାମ ନାମୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏଇଭଳି ଜ୍ଞାନ ଯଦି ବିଶ୍ୱାସ କରିକି ଆମେ ଆଗକୁ ବଢିବାର ପ୍ରଚେଷ୍ଟା ରଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଭଗବାନଙ୍କୁ ଜାଣିପାରିବା। ଏଇଭଳି ଭାବରେ ଆଉ ଗୋଟେ କଥା ଦିଆହେଇଛି ଯେ ଆମେ କାହିଁକି ମୁଁ ଭଗବାନଙ୍କ ପାଦରେ ଆଶ୍ରୟ ଗ୍ରହଣ କରିପାରୁନାହିଁ। ଏହାର ବିଭିନ୍ନ ସବୁ କାରଣ ରହିଛି। ତ
परवर्ती समय यदि प्रभुंकर केतबेले कृपा हुए पुणी कहवा चेष्टा करी ग्रहण किसी करी बुझिकी कहबार मोर योग्यता नहीं आपण माने मते आशीर्वाद करंतु एवं सर्वोपरि मोर शिक्षा गुरु बा पथ प्रदर्शक गुरु मोर गुरु सम जे कि आम समस्त आराध्य मोर भक्ति हमरो भद्राचार्य प्रभु जी भद्राचार्य प्रभु श्रीपाद भद्राचार्य करी एवं से मत आज ये सुजन दे मोर पार्टी खुलेनी कहबार सेमती मोर शैली ना तो तेणु मु प्रभु पाखे क्षमा प्रार्थना करुच्ची समस्त वैष्णव वैष्णवी पाखे क्षमा प्रार्थना करुच्ची जदि मोर किसी भूल त्रुटि थी आपण मैंने मते भक्त गुण रे क्षमा करेंगे और आशीर्वाद करेंगे ये कही मोर कथा को ये विश्राम दूसरी जदि मोर त्रुटि रही छाड़ी असुविधा कहीं मत सूचना देवे एवं मोर दोष त्रुटि को मत खुलाखुली भाव में क्यों मार्ग में कौन कही कौन होता तो काली 4टार देखी प्रभु गोटे टच पठे से आधार करी जदि मोर किसी भूल त्रुटि आप क्षमा करेंगे जय शिल प्रभुपाद की जय आचार्य जय पताका महाराज की भागवतम की जय जय उपस्थित गौर भक्त वृंद की जय जय शिक्षाष्टकम की जय जय निताय गौर सीतानाथ परमानंदे हरि हरि बोल पंचा कल्पतरुभ्यश्च कृपा सिंधु भैवच पतितानां पापनेभ्यो वैष्णवेभ्यो नमो नमः जय जय अंतकोटि वैष्णववृंद की निताय गौर सीतानाथ परमानंदे हरि हरि बोल हरे कृष्ण हरि 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 हरे कृष्ण प्रभु जी बहुत बहुत धन्यवाद अपन सुंदर भाव में उपस्थापन करछंती आपनकर भाषा ज्ञान परिवार शैली खूब सुंदर मु भावुची जे जो गोटे श्लोक आपण मझे लास्ट आड़ को कहले चिंता जागृत मलिनांगता अनुक्षणता व्यापारटा एटा को ए श्लोकटा को आपण यथार्थ भाव में प्रकाश करने चेष्टा करेंगे कारण ताकू यही परिप्रेक्षी ठीक भाव में उपस्थापित कराई नहीं सेटा आज्ञा आज्ञा ये समय स्वल्पतार मुझे ना कही दी आज्ञा हाँ कहीं ना सेटा अलग अर्थ रे कहाई सेटा जो दशम दशा भगवत प्रेम जो दशम दशा संपर्क रे सेटा वर्णना कराई सेटा भल अर्थ रे कराई जहाँ भी हो आपण माने आगामी काली गोटे दिन समय नियंतु मु भक्त मान जोटा आपण कही ना पर्यंत मन कर किसी कही पारि ना किसी बाकी रहीगला ताले आपण आगामी काली चाहिए कही पारिबे वर्तमान मु भक्त पाखे अनुरोध करी यदि प्रभु प्रति कार जदि आज प्रसंग में कार जदि किसी प्रश्न थाए मंतव्य थाए आपण मैंने प्रकाश करि पारंती आ जदि न थाए ताले मु अनुरोध करी जे ये जो गीतटा अच्छी जोटा जोटा कृष्णदास कविराज गोस्वामी जोटा लिखिं एवं भक्ति विनोद ठाकुर जोटा लिखिं किए गाई पारे हरिनाम गुरु प्रणाम प्रभु जी सुर देखी गाई मोर तो सुर हुए नहीं प्रभु जी समिति अरे आप सुर होने का प्रभु जी गीता लगते केवल गीतटी केवल ये वो कीर्तन टी तो गाई प्रभु जी अनेक लोकर बांछा अनेक प्रकार अनेक लोकर बांछा अनेक प्रकार कृपाते करिल नामर प्रचार
ନାମଲ କାଳ ଦେଶ ନିୟମ ନାହିଁ ସର୍ବସିଦ୍ଧି হয় সর্বশক্তি নামে দিলা করিয়া বিভাগ সর্বশক্তি নামে দিলা করিয়া বিভাগ আমার দুর্দৈব নামে নাহি অনুরাগ যে রূপে লইলে নাম প্রেম উপজ তার লক্ষণ শুল্ক শুন স্বরূপ রাম রায় তুই দয়া সাগর তারাইতে প্রাণী নাম অনেক তুয়া শিখায়লিয়ানি সকল শক্তি দেই নামে তোহারা গ্রহণে রাখিল নাই কাল বিচারা শ্রীনাম চিন্তামণি তোহারি সমানা বিশ্বে বিলাওলি করুণা নিদানা তুমিয়া দয়া জান পরম উদারা অতিশয় মন্দনাথ ভাগ হমারা নাহি জনমিল নামে অনুরাগ মোর নাহি জনমল নামে অনুরাগ মোর ভক্তি বিনোদ চিত্ত দুঃখে বিভোর হরে কৃষ্ণ 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 হরে 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 রাম 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 হরে হরে তুমি দয়ার সাগর সমস্ত ପ୍ରାଣୀଙ୍କୁ ତରିବା ପାଇଁ ତୁମେ ଅନେକ ପବିତ୍ର ନାମ ଆଣି ଶିଖାଇଛ ଆଉ ତୁମେ ନିଜ ସମଗ୍ର ଶକ୍ତିକୁ ନାମରେ ନିବେଶ କରିଛ ସେଇ ନାମ ଗ୍ରହଣରେ ସମୟ କିମ୍ବା ସ୍ଥାନ ବାବଦରେ କୌଣସି ସୀମା ବା ବାଧା ରଖିନାହ ତେବେ ଶ୍ରୀନାମ ଚିନ୍ତାମଣି ତୁମ ସହିତ ସମାନ ଏହି କରୁଣାର ଧନକୋଷକୁ ତୁମେ ସମସ୍ତ ଜଗତରେ ପ୍ରସାର କରିଛ ପ୍ରଭୁ हे नाथ तुमर करुणा परम उदार किंतु मोर भाग्य अतिशय मंद अटे मोर हृदय रे श्रीनाम प्रति केवे अनुराग जागी नहीं एही
हरे कृष्ण हरे कृष्ण मु जस्ट गोटे दिटा टिप्स चाहूँगी माने जो माने एई श्लोक ऊपर पढ़िबे मध्य भविष्यत रे एठी श्री भक्तिविनोद ठाकुर कहते जे अनेक लोकर वांछा अनेक प्रकार ए तो कहते अनेक लोकर वांछा अनेक प्रकार नाना लोक नाना प्रकार वांछा नाना प्रकार कामना करती कि नहीं आज्ञा आज्ञा से शास्त्र वर्णना कराई धरी जो मैंने सकाम भक्त कहूँ जे विविध काम सिद्धे विविध काम सिद्धि लाभ करने अनेक लोक वांछा रही ना काम काम प्रद अकांत काम भारत हरि आनंदो माधव काम संसिद्ध जपे राम परशुरामश्च नृसिंहो विष्णुरेव च विक्रमश्चैव मादीनि जप्यान्यैर्जिगुषुभिः विद्यामभ्यसतां नित्यं जप्तव्य पुरुषोत्तमः दामोदरं बन्धगतो नित्यमेव जपेन् नरः केशवं पुण्डरीकाक्षं मनिषं हि तथा जपेत् यत्र बाधासु सर्वासु केशं भयेषु च माने कथा होछि जे भाविली बोधे एटा बोधे उपयुक्त हो पारे अनेक लोकर वांछा अनेक प्रकार विविध कामना सिद्धि लगी भगवान नाम सेवा संबंध में पुलस्त्य कहते ये काम कामप्रद कांत कामपाल हरि आनंद माधव ये सकल नाम कामना सिद्धि लगी स्मरण करेंगे यदि कार किसी कामना थाए से कामना को सिद्ध करने सब नाम कहे पुणी जे शत्रु को जय करेंगे बुझे कि ये शत्रु को जय करने कामना करती तार राम परशुराम नृसिंह विष्णु और त्रिविक्रम यही सकल नाम जप करवा विधि जो मैंने विद्याभ्यास लगी कौन करेंगे ना पुरुषोत्तम नाम जप करेंगे बुझे बंधन में पड़ी व्यक्ति दामोदर नाम जप करवा उचित केशव पुंडरीकाक्ष नाम सतत जप करेंगे सर्वविध चक्षु पीड़ा एवं भय ऋषिकेश नाम जप करने कर्तव्य औषध सेवन अच्युत और अमृत नाम जप करती युद्ध यात्रा काले अपराजित नाम जप करेंगे कौन दिग को गमन करने व्यक्ति मंगल इच्छा करी चक्री गदी सारंगी और खड़गी नाम जप करने कर्तव्य जे वाणिज्य उन्नति कामना करे से सर्वदा भक्ति सहित अजित अधिप सर्व और सर्वेश्वर नाम जप करने विधि छिंक स्खलन होगा समय ग्रह नक्षत्र पीड़ा समय किंबा अतिवृष्टि अनावृष्टि प्रकृति उपद्रव नारायण नाम जप करेंगे दस्यु और शत्रु आक्रमण समय सिंह व्याघ्रादि संकट समय तीव्रतम और घोर अंधकार अवस्था नृसिंह नाम श्रवण करेंगे स्मरण करेंगे आम माँ मो माँ मत शिखेगा समस्त को शिखुता आम पिला छुआ भणजा भणजी समस्त को शिखुता एवं आम शिखा पढ़ता ओम नमो नरसिंहाय ओम नमो नरसिंहाय ओम नमो नरसिंहाय नरसिंह 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 मोर मन पड़े स्कूल को जाऊँ 4-5 किलोमीटर जावाक पड़ता है स्कूल चतुर्थ पंचम श्रेणी से समय वर्षा होता है घड़घड़ी बिजुली मारता है हम कौन करें भय को ओम नमो नरसिंहाय ओम नमो नरसिंहाय ओम नमो नरसिंहाय तेरे मैं जंगल को जाइए बुलवा पिला साथ हठात गोटे रणा साप देखा रणा साप बहुत बड़ा भयंकर साप बहुत भय लगे सही समय मु ओम नमो नरसिंहाय ओम नमो नरसिंहाय ओम नमो नरसिंहाय तो ये पूरा जमी आम पूरा एकदम मैंने मुखस्थ हो जाता पूरा अभ्यास परिणत हो जाता एक कथा ये कहते अग्निदाह बेले जलसाई एवं विष प्रयोग काल गरुड़ ध्वज को स्मरण करेंगे भगवान प्रति एकांत अनुगत स्नान देवार्चन होम प्रणिपात और प्रदक्षिण समय से व्यक्ति भगवान
ବାସୁଦେବ ନାମ ସ୍ମରଣ କରିବା ଉଚିତ। କାହା ସହିତ ଅନିଷ୍ଟ ଘଟିଲେ ଓ ଧନଧାନ୍ୟାଦି ସ୍ଥାପନ ସମୟରେ ଅନନ୍ତ ଅଚ୍ୟୁତ ଏହି ନାମ କୀର୍ତ୍ତନ କରିବାକୁ ହବ। ଦୁଃସ୍ୱପ୍ନ ଦେଖିଲେ ନାରାୟଣ, ସାରଙ୍ଗଧର, ଶ୍ରୀଧର, ପୁରୁଷୋତ୍ତମ, ବାମନ, ଖଡ୍ଗଧାରୀ ଏ সকଳ ନାମ ସ୍ମରଣ କରିବେ। ମାନେ ଭିନ୍ନ ଭିନ୍ନ ବାଞ୍ଛାରେ ଏଇଟା କୁହାହଉଛି। ତାପରେ ମହାସମୁଦ୍ରରେ ପତିତ ହେଲେ ପର୍ଯ୍ୟଙ୍କ ସହି ଭଗବାନଙ୍କୁ ସ୍ମରଣ କରିବେ। ସମୃଦ୍ଧି ଲାଭ ନିମିତ୍ତ ବଳଭଦ୍ରଙ୍କୁ ସ୍ମରଣ କରିବେ। ପୁତ୍ର ଉଦ୍ଦେଶ୍ୟରେ ଜଗତପତିଙ୍କୁ ସ୍ମରଣ କଲେ ବିପଦରେ ପଡିବେ ନାହିଁ। সকଳ ପ୍ରକାର ମାଙ୍ଗଲ୍ୟ କ୍ରମରେ ଶ୍ରୀଷ ଭଗବାନଙ୍କ ନାମ ସତତ କୀର୍ତ୍ତନ କରିବେ। ବହୁ ବିଘ୍ନ ଘଟିଲେ ବିଶ୍ୱକ ନାମକ ଭଗବାନଙ୍କୁ ସ୍ମରଣ କରିବେ। କୌଣସି ସମୟରେ ଜଳହୀନ ସ୍ଥାନକୁ ଗଲାବେଳେ ଅଗ୍ନି, ଜଳ ଓ ବନ୍ଧନରୁ ମୃତ୍ୟୁ ଭୟ ହେଲେ ବା ସ୍ୱତନ୍ତ୍ର ଓ ପରତନ୍ତ୍ର ଅବସ୍ଥାରେ କୌଣସି ବିପଦ ଉପସ୍ଥିତ ହେଲେ ବୁଦ୍ଧିମାନ ବ୍ୟକ୍ତି ବାସୁଦେବଙ୍କ ନାମ ଜପ କରିବେ। ଭଗବାନ ଚକ୍ରଧାରୀ ସର୍ବାର୍ଥ ଶକ୍ତି ସମ୍ପନ୍ନ ସୁତରାଂ ନିଜର ରୁଚି ଅନୁସାରେ ତାଙ୍କର ଯେକୌଣସି ନାମ ସକଳ ବିଷୟରେ ସିଦ୍ଧି ନିମିତ୍ତ କୀର୍ତ୍ତନ କରିବା ଉଚିତ। ଏଗୁଡା କୁହାହଉଛି। ପୁଣି କୁହାହଉଛି ଯେ ନିଜ ରୁଚି ଅନୁସାରେ ମଧ୍ୟ ଆପଣ ନିଜର ନାମ ମାନେ ଭଗବାନଙ୍କର ନାମ କହିପାରିବେ। କାହାକୁ ରାଧା ଗୋପୀନାଥ ଭଲ ଲାଗେ, କାହାକୁ ରାଧା ମଦନ ମୋହନ ଭଲ ଲାଗେ, that is also okay। ବୁଝିଲେ? ଆଉ ତାପରେ କହୁଛନ୍ତି ଗରୁଡଧ୍ୱଜ ବିଷ୍ଣୁ ଧର୍ମୋତ୍ତରରେ କୁହାଯାଇଛି ଜଳରେ ଜଳ ସନ୍ତରଣ କାଳରେ କୁର୍ମ, ବରାହ ଓ ମତ୍ସ୍ୟ ନାମ ସ୍ମରଣ କରିବେ। ଅଗ୍ନିଦାହରେ ଶ୍ରୀ ବିଷ୍ଣୁ ନାମ ଅବିଚ୍ଛିନ୍ନ ଭାବେ ଜପ କରିବେ। ଗରୁଡଧ୍ୱଜଙ୍କୁ ସ୍ମରଣ କଲେ ସର୍ବ ଆପଦରୁ ଅବ୍ୟାହତି ମିଳେ ଏବଂ ଶୀଘ୍ର ଶିରରୋଗ ଓ ବିଷବୀର୍ଯ୍ୟରୁ ମୁକ୍ତି ଲାଭ ହୁଏ। ଏହିପରି ଯୁଦ୍ଧାଭିଳାଷୀ ବ୍ୟକ୍ତି ବଳଭଦ୍ର, କୃଷିଫଳାର୍ଥ ହଳାୟୁଧ, ବାଣିଜ୍ୟାର୍ଥୀ ଉତ୍ତାରଣ, ଅଭ୍ୟୁଦୟ କାମୀ ରାମ ନାମ ସ୍ମରଣ କରିବା ଉଚିତ। ମଙ୍ଗଳ କାର୍ଯ୍ୟରେ ବିଷ୍ଣୁ, ଉତ୍ଥାନ କାଳରେ ବିଷ୍ଣୁ, ପୁଣି ଶୟନ କାଳରେ ମାଧବ, ଭୋଜନ କାଳରେ ଗୋବିନ୍ଦ ଏବଂ ସର୍ବତ୍ର ମଧୁସୂଦନ ନାମ ସ୍ମରଣ କରିବେ। ଓଡ଼ିଶାର ସବୁ ଲୋକମାନେ ଜାଣିଛନ୍ତି ଗୋଟାଏ ମନ୍ତ୍ର ଭଲ ଭାବରେ ଔଷଧେ ଚିନ୍ତୟେ ବିଷ୍ଣୁ ଭୋଜନେ ଚ ଜନାର୍ଦ୍ଦନଂ ଶୟନେ ପଦ୍ମନାଭଂ ଚ ମୈଥୁନେ ଚ ପ୍ରଜାପତି ସଂଗ୍ରାମେ ଚକ୍ରଂ ବୃଦ୍ଧଂ ସ୍ଥାନ ধ্বংসে ত্রিবিক্রমಂ नारायणं विश्वोत्सर्गे श्रीधरं प्रिय संगमे जलमध्ये तु आराहं पावके जलसायिनं कानने नरसिंहं च पर्वते रघुनन्दनं दुःस्वप्नेश्वर गोविन्दं विशुद्धो मधुसूदनं मायासु वामनं देवं सर्वकार्येषु माधवम्। ଏଭଳି ଭାବରେ କୁହାହଉଛି ଯେ ଔଷଧ ସେବନରେ ବିଷ୍ଣୁ, ଭୋଜନରେ ଜନାର୍ଦ୍ଦନ, ଶୟନରେ ପଦ୍ମନାଭ, ବିବାହରେ ପ୍ରଜାପତି, ଯୁଦ୍ଧରେ କ୍ରୁଦ୍ଧ ଚକ୍ରୀ, ସ୍ଥାନ ଧ୍ୱଂସରେ ତ୍ରିବିକ୍ରମ ଇତ୍ୟାଦି ଇତ୍ୟାଦି କଥା କୁହାହଉଛି। ଆଉ ଏ ନାରାୟଣଙ୍କର ଭିନ୍ନ ଭିନ୍ନ ସବୁ ନାମ ରହିଛି କରି ତ ନାରଦ ମୁନି ବି କହୁଛନ୍ତି ଯେ ତାହେଲେ ଆମେ ହରେକୃଷ୍ଣ ମହାମନ୍ତ୍ର କାହିଁକି କରିବା ତାହେଲେ? କାରଣ ଏ ହରେକୃଷ୍ଣ ମହାମନ୍ତ୍ରରେ ସବୁ ନାମ ରହିଛି, ସବୁ ମନ୍ତ୍ର ୟାରି ଭିତରେ ରହିଛି। ଯେମିତି ଭିଟାମିନ୍ B12 ଆପଣଙ୍କର ବିକଶୁଲ ଏସବୁ ଜାଗାରେ ଯେମିତି ସବୁ ଭିଟାମିନ୍ A, B, C ସବୁ ଜିନିଷ ଥାଏ, ତେଣୁ ହରିକୃଷ୍ଣ ମହାମନ୍ତ୍ର ସବୁ ଜିନିଷ ଗୁଡାକ ରହିଛି। ନାରଦ ମୁନି ପଚାରୁଛନ୍ତି ଯେ ହେ ବ୍ରହ୍ମା ଆପଣ କୁହନ୍ତୁ କଳିଯୁଗର ଲୋକମାନେ କେମିତି ଉଦ୍ଧାର ପାଇବେ? ତାର ଉତ୍ତରରେ ବ୍ରହ୍ମା କହୁଛନ୍ତି ଆଦି ପୁରୁଷସ୍ୟ ନାରାୟଣସ୍ୟ ନାମୋଚ୍ଚାରଣ ମାତ୍ରେଣ କଳି ନିବୃତ୍ତ ଭବତି। ଆଦି ପୁରୁଷ ନାରାୟଣଙ୍କର ନାମ ଉଚ୍ଚାରଣ କଲେ କଳି ସମସ୍ତ ପ୍ରଭାବ ହ୍ରାସ ପାଇଯାଏ। ତାପରେ ସେ କହୁଛନ୍ତି ଆଜ୍ଞା କୋଉ ନାମ? ନାରାୟଣଙ୍କର ତ ଅସଂଖ୍ୟ ନାମ ଅଛି, କୋଉ ନାମ ନେବା? ତମ ନାମ କେମିତି? ତାପରେ ସେ କହୁଛନ୍ତି ଯେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଇତି ଷୋଡ଼ଶକମ୍ ନାମ୍ନାଂ କଳିକଳମଶନାଶନଂ ନତଃ ପରତର ଉପାୟ ସର୍ବବେଦ ସୁଦୃଶ୍ୟତେ। ଏ କଥା କହୁଛନ୍ତି। ସେଥିପାଇଁ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ସମସ୍ତଙ୍କ ପାଇଁ ସର୍ବ ଅବସ୍ଥାରେ ସବୁ ପ୍ରୟୋଜନରେ ଆପଣ ଯଦି ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବେ, ଜପ କରିବେ, ସଫିସିଏଣ୍ଟ। ଆପଣ ଅନ୍ୟ ବିଷ୍ଣୁ ସହସ୍ର ନାମ କରନ୍ତୁ, ରାମ ନାମ କରନ୍ତୁ, ସବୁ ଠିକ ଅଛି, କିନ୍ତୁ ଏତେ ଜିନିଷ ଯେହେତୁ କରି ହଉନି, ତେଣୁ ମୁଖ୍ୟମ ଜିନିଷଟା ଭଗବାନ ଚୈତନ୍ୟ ମହାପ୍ରଭୁ ଆମକୁ କହିଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ପ୍ରଭୁ କହିଲା ଏଇ ମହାମନ୍ତ୍ର ଇହା ଜପ ସର୍ବେ କରିଆ ନିର୍ବନ୍ଧ ইহা হইতে সর্বসিদ্ধি হইবে তোমার সর্বক্ষণ বল হইতে বিধি নাই আর কি ভোজনে কি শয়নে কিবা জাগরণে সর্বক্ষণ বল কৃষ্ণ ভজ বদনে। বুঝিবার লাগে
ଆପଣ ବିଷ୍ଣୁ ସହସ୍ର ନାମ ଆପଣ ମାନେ ଆଉ ଗୁଡାଏ ସବୁ ମନ୍ତ୍ର ଫନ୍ତ୍ର ଅଛି ଏଗୁଡାକ ସେମାନେ କହିବେ ନାଇଁ 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 ଏବେ ଛୁଟକିଆ ହେଇଛି ରେ ମୃତ୍ତିକିଆ ହେଇଛି ରେ ଏବେ ପଢିବନି। ନାଇଁ ତ ବ୍ରାହ୍ମଣ ନୁହେଁ ତୁମେ ତୁମେ ଏଇ ଯୋଉ ହରିରାମ ହରିରାମ ରାମ ରାମ କରିପାରିବନି ବା ତୁମେ ଏଇ ବୈଦିକ ମନ୍ତ୍ର ପଢି ପାରିବନି ବୁଝିପାରିଲେ କି? ତେଣୁ ତୁମେ ନା ଗାଧେଇ ନା ତୁମେ ଏବେ ଭଗବାନଙ୍କର ନାମ କରିବା ଠିକ ନାହିଁ ବୁଝିପାରିଲେ କି? ବର୍ତ୍ତମାନ ଯେମିତି ଜଣେ ଇଏ କହିଲେ ଯେ ଗୋପାଳପୁର ଜଣେ ଲୋକ ପାଇଖାନା ଯାଇଥିଲା ଦେଖିଲେ ଯେ ସେଇ ସମୟରେ କଣ କରିଛି ତା ଜୀବଟାକୁ ଟାଣିକି ରଖି ହଗିବା ସମୟରେ ତାପରେ ପଚାରିଲେ ଭାଇ କାହିଁକି ଏମିତି ଟାଣିକି ରଖିଥିଲେ ଆପଣ ସାଧୁ ବାବା? ମୁଁ କଣ କରିବି ସବୁବେଳେ ମୋ ନାଁ ମୋ ମୁହଁରୁ ମୋ ଜିଭାରେ ନାମ ଉଚ୍ଚାରଣ ଆଉ ପାଇଖାନାରେ କେମିତି ଗୋଟେ ନାମ ଉଚ୍ଚାରଣ ସେଥିପାଇଁ ଟାଣିକି ରଖିଥିଲି ଯଦି ଅକସ୍ମାତ ବାହାରି ନ ପଡେ। ତାର ଗୋପାଳ କହିଲେ ତାଙ୍କୁ ମକରଧ୍ୱଜ ପଣ୍ଡିତ ତାଙ୍କର ନାମ ଥିଲା ମକରଧ୍ୱଜ। ତ ସେ କହିଲେ ଆରେ ଯଦି ହଗୁଥିବା ସମୟରେ ଯଦି ପ୍ରାଣାନ୍ତକ ସମୟ ଯଦି ଆସିଯାଏ ପ୍ରାଣର ଯଦି ଅନ୍ତ ହେଇଯାଏ ତମେ ଭଗବାନଙ୍କର ନାମ କରିବେ ନାଇଁ 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 ଭଗବାନଙ୍କର ନାମ ସବୁ ସମୟରେ କରିବ। ତ ମହାପ୍ରଭୁ ଯେତେବେଳେ କଥା ଶୁଣିଲେ ମହାପ୍ରଭୁ ଏଟାକୁ ପସନ୍ଦ କଲେ କହିଲେ ବାରେ ମକରଧ୍ୱଜ ତୁ ତ ଗୁରୁ ଜ୍ଞାନ ଦେଇଦେଲୁ ରେ ବାପ ଆଜି ଥର ତୋ ନାମ ଗୋପାଳ ଗୁରୁ ହେ। ତାକୁ ଗୋପାଳ ବୋଲି ସ୍ନେହରେ ଡାକୁଥାନ୍ତି ମହାପ୍ରଭୁ। ଯେତେବେଳେ କାଶୀ ମିଶ୍ର ଗୌର ଗୋବିନ୍ଦ ଥାନ୍ତି ସେତେବେଳେ ତାଙ୍କୁ କହିଲେ ଗୋପାଳ ଗୁରୁ ଏ ଗୁରୁ ଜ୍ଞାନ ଦେଇଦେଲୁ ତୁ ତେଣୁ ଆଜି ଥର ତୋର ନାମ ଗୋପାଳ ଗୁରୁ ହବ। ତେଣୁ ସେ ଗୋପାଳ ଗୁରୁ ନାମରେ ପ୍ରସିଦ୍ଧ ହେବେ। ତ ଏଇ ଭଗବାନଙ୍କର ନାମ ନେବା ପାଇଁ କି ଭୋଜନ କି ଶୟନ କିବା ଜାଗରଣେ ସର୍ବକ୍ଷଣ ବଲ କୃଷ୍ଣ ବିଧି ନାହିଁ କୌଣସି ବିଧି ନାହିଁ। ଏସବୁ ଜିନିଷ ଗୁଡାକ ଶାସ୍ତ୍ରରେ ରହିଛି। ତାପରେ ଖାଇତେ ଶୋଇତେ ଯେଟା କହୁଛନ୍ତି କି ଭୋଜନ କି ଶୟନ କିବା ଜାଗରଣେ କି ଛୁତିକିଆ କି ମୃତ୍ୟୁକିଆ ଯେକୌଣସି ଅବସ୍ଥାରେ ଭଗବାନଙ୍କର ନାମ ନେଇପାରିବେ ଯେକୌଣସି ବ୍ୟକ୍ତି ନାମ ନେଇପାରିବେ କେବଳ ମାତ୍ର ଜିଭା ଚାଳନା କରିବା ପାଇଁ। ବିଶେଷ କରି ଅନ୍ୟାନ୍ୟ ଯୋଉ ପନ୍ଥା ଗୁଡାକ ରହିଛି ତୃତୀୟ ଧ୍ୟାୟତେ ବିଷ୍ଣୁ ତୃତୀୟାମ ଯଜୁଦୌ ମୁଖେ ଦ୍ୱାପରେ ପରିଚର୍ୟାୟାମ ଏଗୁଡା ଆଜ୍ଞା ବହୁତ କଷ୍ଟ ବୁଝିପାରିଲେ କି? ସେଦିନ କିଏ କହୁଥିଲା ଯେ ଘିଅ ମିଳୁନାହିଁ ଆଉ ଯଜ୍ଞ କରିବେ କଣ ଠିକ କଥା କହିଛନ୍ତି। ଜଣେ ଲୋକ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ବ୍ୟୟ କରିକିରି ଯଜ୍ଞ କରୁଛି କିନ୍ତୁ ସଠିକ ଭାବରେ ବାଡ଼ ଦିଆ ହେଇନଥିଲା ବାଉଣ୍ଡରୀ ଠିକ ନଥିଲା। ହଠାତ୍ ଆସିଲା ଆଉ ଦେଇ ପଡିଲା କଣ ଗୋଟେ ଖାଇବାକୁ ଆସିଥିଲା ସେ ଦେଇ ପଡିକିରି ସେ ଯୋଉ ଯଜ୍ଞାଗ୍ନିରେ ମରିଗଲା ମାନେ ଯଜ୍ଞ ଭଙ୍ଗ ହେଇଗଲା। ତିରୁପତିରେ ବୋଧେ ବୁଝିପାରିଲେ? ତାପରେ ଲୋକମାନଙ୍କର ସମୟ ବି କାହିଁ ପଇସା ପତ୍ର ବି କାହିଁ ଆଉ ମନ୍ତ୍ର ଉଚ୍ଚାରଣ କରିବା ବାଲା ବି କାହିଁ ଆଉ ସବୁ ଜିନିଷ ଗୁଡାକ। ତେଣୁ କଳିଯୁଗରେ ଭଗବାନ ଦୟା କରିକି କଣ କରିଛନ୍ତି ନା ଏ ହରିନାମ ଦେଇଛନ୍ତି। ଏଇ ସବୁ ଜିନିଷ ଗୁଡାକ ମଧ୍ୟ କ୍ୟାନ୍ ବି ଏଡେଡ୍। ଆଜି ବର୍ତ୍ତମାନ ପାଇଁ ଏତିକି ଥାଉ। ତାପରେ ଆଉ ଯଦି କାହାର କିଛି କହିବାର ଥାଏ ତାହେଲେ କୁହନ୍ତୁ। हरे कृष्ण प्रभु धन्यवाद प्रणाम समस्त धन्यवाद प्रणाम प्रभु जी आपण जेମିତି କହିଲେ हरे कृष्ण महामंत्र होची मल्टी विटामिन। तो सेई बेले परिप्रेक्षी आम ग्राम रे 56 मादल हरिनाम होती किंतु सेमाने जय राधा गोविंद जय श्री राधा गोविंद जय এই কীর্তনটি করি নর্তন কীর্তন করতে মৃদঙ্গ বজাନ୍ତି এটা কেতে দূর বিধেয় বা অবিধেয় সেটা টিকে বুঝাই দেবে প্রভুজি। হরে কৃষ্ণ। ଯେକୌଣସି ଭଗବାନଙ୍କର ନାମ ଜଣେ କୀର୍ତ୍ତନ କରିପାରିବ ଯେକୌଣସି ଭଗବାନଙ୍କର ନାମ କୀର୍ତ୍ତନ କରି ହବ କିଛି ଅସୁବିଧା ନାହିଁ। ଯେମିତି ଆମେ କହୁଛୁ ହରିହର ହେ ନମ କୃଷ୍ଣ ଯାଦବାୟ ନମ ଯାଦବାୟ ମାଧବାୟ କେଶବାୟ ନମ ଅବିଭାବରି ଶେଷ ଆଲୋକ ବେଶ ନିନ୍ଦା ଛାଡି ଉଠ ଜୀବ ବୋଲ ହରି ହରି ମୁକୁନ୍ଦ ମୁରାରି ରାମ କୃଷ୍ଣ ହୟ ଗ୍ରୀବ ଇତ୍ୟାଦି ଇତ୍ୟାଦି ଗାଉଛୁ ଆମେ। ବା କଣ ସେଇଟା ଆମର ଯୋଉ ଦେବାନନ୍ଦ ଶ୍ରୀପତି ପ୍ରଭୁ ଆଗରୁ ଯୋଉ ଗାଉଥିଲେ ଜୟ ଜୟ ଗୋବିନ୍ଦ ଗୋପାଳ ଗଦାଧର କୃଷ୍ଣ ଚନ୍ଦ୍ର କର କୃପା କରୁଣା ସାଗର କି ମାନେ ଇଏ କି ଏଇ ନାମ ଦେଲା ତମକୁ ସେଇ ନାମ ଦେଲା ଏଇଥିରେ ସବୁ ଅଛି ନାଇଁ
ଅଷ୍ଟୋତ୍ତର ନାମ ପ୍ରଭୁ ଆଜ୍ଞା ଅଷ୍ଟୋତ୍ତର ଶତ ନାମ ବୋଲି ଯୋଉଟା ତେଣୁ ଅନେକ ନାମ ଅଛି ସବୁଟା ଠିକ ଅଛି କିଛି ଅସୁବିଧା ନାହିଁ ଯେ କିନ୍ତୁ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନିର୍ଦ୍ଦେଶ ହଉଛି ବ୍ରହ୍ମାଙ୍କର ନିର୍ଦ୍ଦେଶ ହଉଛି ଯେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ମହାପ୍ରଭୁ କହୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ମହାପ୍ରଭୁଙ୍କର ଆଦେଶ ଅନୁସାରେ ଆମେ ଯେହେତୁ ମହାପ୍ରଭୁଙ୍କର ଅନୁଗାମୀ ତେଣୁ ଆମେ ମହାପ୍ରଭୁଙ୍କର ଶିକ୍ଷା ଅନୁସାରେ ଆମେ ଗୌରେ ରାମେ বললে নাই চলে গৌরের আচার গৌরের প্রচার করলেই ফল ফলে গৌরাঙ্গ মহাপ্রভুଙ୍କର ଆଚର୍ଯ୍ୟ ଧର୍ମ ପ୍ରଭୁ ନିଜେ ହରିନାମ କରୁଥିଲେ ବୁଝିଲେ କି ମୁଖ୍ୟତଃ ପ୍ରଧାନ ରୂପରେ ଏବଂ ଗୌରାଙ୍ଗ ମହାପ୍ରଭୁ ନିଜେ ହରିନାମ କରିବାକୁ ଶିକ୍ଷା ବି ଦେଇଛନ୍ତି ଆଚରଣ ବି କରିଛନ୍ତି ଶିକ୍ଷା ବି ଦେଇଛନ୍ତି ଆମର ହରିନାମ କରିବା ଉଚିତ ତେବେ କେତେବେଳେ କେମିତି ଇଚ୍ଛା ହେଲା ଏଇଟା ବି ମହାପ୍ରଭୁ କହିଛନ୍ତି ହରି ହରାୟ ନମ କୃଷ୍ଣ ଯାଦବାୟ ନମ ଏଇଟା ବି ଭକ୍ତି ବିନୋଦ ଗାଇଛନ୍ତି କେତେ କଣ ସବୁ ଗୀତ ଅଛି ଭଗବାନଙ୍କର ନାମ କରିବା ଉଚିତ କିଛି ଖରାପ କଥା ନାହିଁ କିନ୍ତୁ ମହାପ୍ରଭୁଙ୍କର ଅନୁଗାମୀ ମାନେ ମୁଖ୍ୟତଃ ଏ ହରିକୃଷ୍ଣ ମହାମନ୍ତ୍ର ଜପ କରିବେ ଆଉ ଗୋଟେ ଜାଗାରେ ଗୋଟେ ସମ୍ପ୍ରଦାୟ ଅଛନ୍ତି ସେମାନେ ବି ମହାପ୍ରଭୁଙ୍କ ସମ୍ପ୍ରଦାୟ ବୋଲି କୁହନ୍ତି ହାକିଟା ପତଙ୍ଗ ତାଙ୍କର ଜପ ସେମାନେ ସେଇଆ କୁହନ୍ତି ସେମାନେ ତାଙ୍କର ଫଲୋ କରୁଛନ୍ତି ବା ଧରିନିୟନ୍ତୁ ଅଛନ୍ତି ଜୟ ନିତାଇ ଗୌର ରାଧେ ଶ୍ୟାମ ଭଜ ହରେ କୃଷ୍ଣ ହରେ ରାମ କିଛି ଲୋକ ସେଇଭଳି କୁହନ୍ତି ତାଙ୍କ କହିବା କଥା ହଉଛି ଯେ ଚୈତନ୍ୟ ମହାପ୍ରଭୁ ସେ ରାଧାରମଣ ବାବୁଙ୍କୁ ଆସିକରି ସ୍ୱପ୍ନରେ ଆଦେଶ ଦେଇଥିଲେ ହେଇପାରେ ଦେଇପାରନ୍ତି କିନ୍ତୁ ଏଇ ଯୋଉ ହରିକୃଷ୍ଣ ମହାମନ୍ତ୍ର ଏଇଟା ଆମକୁ ସ୍ୱପ୍ନରେ ପ୍ରାପ୍ତ ହେଇନାହିଁ ଏଇଟା ମହାପ୍ରଭୁ ନିଜେ କହୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ କାହାକୁ ଯଦି ସ୍ୱପ୍ନରେ କହିଥାବେ କରନ୍ତୁ ଆମର କଣ ଆପତ୍ତି ଅଛି କିନ୍ତୁ ଯେହେତୁ ଏଇଟା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ମହାପ୍ରଭୁ ନିଜେ କହିଛନ୍ତି ତେଣୁ ଆମମାନଙ୍କର କର୍ତ୍ତବ୍ୟ ହଉଛି କାହାକୁ ସ୍ୱପ୍ନରେ କହିଲେ ଆମକୁ ତ କହିନାହାନ୍ତି ସ୍ୱପ୍ନରେ ଏଟା ତ ସ୍ପଷ୍ଟ ଭାବରେ ଶାସ୍ତ୍ରରେ ଉଲ୍ଲେଖ ରହିଛି ମହାପ୍ରଭୁ ନିଜେ କହିଛନ୍ତି ପ୍ରଭୁ କହିଲା ଏଇ ମହାମନ୍ତ୍ର ତଥାପି ଆମମାନଙ୍କର କଣ କରିବା ଉଚିତ ଅନନ୍ତ ପ୍ରଭୁ ଅନନ୍ତରିତ ପ୍ରଭୁ ଯୁଗୋପଯୋଗୀ ମହାପ୍ରଭୁଙ୍କର ନିର୍ଦ୍ଦେଶକୁ ପାଳନ କରିବା ଉଚିତ ରହୁଛି ମାନେ କଣ କହୁଛନ୍ତି ଆଜ୍ଞା ଆପଣଙ୍କର କଣ ମାନେ ଆପଣଙ୍କର କଣ ଆପଣଙ୍କର ମନ୍ତବ୍ୟ କଣ ମୋର ହଉଛି ପ୍ରଭୁଜୀ ହରେ କୃଷ୍ଣ ପ୍ରଭୁଜୀ ମୋର ମନ୍ତବ୍ୟ ହଉଛି ଯେ ଆମେ ଯେତେବେଳେ ତାଙ୍କର ଯୋଉ ଯାହାଙ୍କ ଘରେ ରାଧା ଗୋବିନ୍ଦ ଅଛନ୍ତି ତାଙ୍କ ଘରେ ତାଙ୍କୁ ଯଦି ଆମେ ହରେ କୃଷ୍ଣ କହିବୁ ସେମାନେ ଖୁବ ମାନେ ନିଜକୁ ଖୁବ ଗର୍ବାନ୍ୱିତ ହେଇ କୁହନ୍ତି କଣ ରାଧା କୃଷ୍ଣ ତେଣୁ ମୁଁ ସେଠି ଚୁପ୍ କରି ନିଜକୁ ସମ୍ବର କରି ରହିଯାଏ ତାପରେ ସେମାନଙ୍କୁ ବୁଝେଇଲେ ବି ବୁଝିବେ ନାହିଁ ପ୍ରଭୁଜୀ ତାପରେ ମୁଁ କହିଲି ତାହେଲେ ପ୍ରଭୁଜୀ ଏଇ ଯେ ଯୁଗୋପଯୋଗୀ ଚୈତନ୍ୟ ମହାପ୍ରଭୁ ଯୋଉ ଯୁଗରେ ଯୋଉ ଭଳିଆ ନାମରେ ଉଚ୍ଚାରିତ କଲେ ଆମେ ସକ୍ସେସ ହେଇପାରିବୁ ସେଇଭଳିଆ ଜିନିଷ ନ କଲେ କିନ୍ତୁ ରାଧା ଗୋବିନ୍ଦଙ୍କର ନାମ ଯଦି ଏଇଟା ଏଇ କଳିଯୁଗ ପାଇଁ ତ ପ୍ରଯୁଜ୍ୟ ନୁହେଁ କିନ୍ତୁ ସେମାନେ ଆଜ୍ଞା ରାଧାଙ୍କର ନାମ କଳିଯୁଗରେ ପ୍ରଯୁଜ୍ୟ ନୁହେଁ ଏକଥା ବି କହିବା ଅନୁଚିତ ଆଜ୍ଞା ସେମାନେ ଯୋଉ କହୁଛନ୍ତି ନା ହରିକୃଷ୍ଣ ମହାମନ୍ତ୍ର ଜୋରରେ ଉଚ୍ଚାରଣ କରିବା ଉଚିତ ନା ଏଇଟା ବି ଅନୁଚିତ ବୁଝିପାରିଲେ କି ତେଣୁ ଯେକୌଣସି ନାମ କହିବେ କିନ୍ତୁ ଆମେ ଚୈତନ୍ୟ ମହାପ୍ରଭୁଙ୍କର ଅନୁଗାମୀ ହିସାବରେ ଆମେ ହରିକୃଷ୍ଣ ମହାମନ୍ତ୍ର ଆମେ ପଢିବୁ ବୁଝିଲେ କି ଆଉ ଗୋଟେ କଥା ହଉଛି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମହାତ୍ମା ମାନେ ଯାଇକି ଭିନ୍ନ ଭିନ୍ନ ପ୍ରକାର ନାମର ପ୍ରଚାର କରିଛନ୍ତି ତେଣୁ ସେଗୁଡାକ କିଛି ଖରାପ ଲାଗେ ଯେମିତି ଗୌର ଗମ୍ଭୀରରେ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ହରେ କୃଷ୍ଣ ହରେ ରାମ ରାଧେ ଗୋବିନ୍ଦ ଭଗବାନଙ୍କର ନାମ ଏଇଟା କିଛି ଅସୁବିଧା ନାହିଁ ମୋ କହିବା କଥା ବୁଝିପାରିଲେ କିନ୍ତୁ ମହାପ୍ରଭୁ କହୁଛନ୍ତି ଆମକୁ ହରିନାମ କରିବା ପାଇଁ ତେଣୁ ଆମେ ହରିନାମ ହରେ କୃଷ୍ଣ ମହାମନ୍ତ୍ର କରିବା ମୋ ନିଜ ଅଜା କଥା ମୁଁ କହୁଛି ମୋ ମାର ବାପା ଯିଏ ରଘୁନାଥ ଶତପଥୀ 48 ବର୍ଷ ବୟସରେ ଜମିଦାର ଥିଲେ ତାପରେ ସେ କଣ ହେଲା କହିଲେ ମୁଁ ବାହାରକୁ ଯିବି
ମାନେ ଝାଡ଼ା ଯିବେ। ସେଇ ସମୟରେ ଜମିଦାର ଘର ମାନଙ୍କରେ ପାଇଖାନା ନଥାଏ, ସମସ୍ତେ ଲୁଟା ଧରିକିରି ସମସ୍ତେ ବଡ ବଡ ଲୁଟା ନେଇକି ସମସ୍ତେ ବାହାରକୁ ଯାଉଥାନ୍ତି ପାଇଖାନା ଯିବା ପାଇଁ। ଇଏ ବି ଗଲେ ଏବଂ ସେଇ ଆମ ସେଇ ଅଞ୍ଚଳରେ ହয়তো ଆମର ଯୋଉ ଗୌର ଗମ୍ଭୀରାରେ ଯୋଉ ମଠ ଅଛି ସେଇ ମଠର ଯୋଉ ଅନୁଗାମୀ ମାନେ ସେପଟେ ପ୍ରଚାର କରିଛନ୍ତି। ବା ଓଡିଶାରେ ଆପଣ ଭିନ୍ନ ଭିନ୍ନ ଜାଗାକୁ ଯିବେ, ଢେଙ୍କାନାଳ ଯିବେ, କଟକ ଯିବେ, ଭିନ୍ନ ଭିନ୍ନ ଜାଗାରେ ନିତାଇକୁ ରାଧେଶ୍ୟାମ ବାଲାଙ୍କର ବହୁତ ସେଠି ପ୍ରଭାବ ରହିଛି। କାରଣ ସେଇ ସମୟରେ ସେମାନେ ରାମଦାସ ବାବାଜୀ ଥିଲେ, ବୁଝିପାରିଲେ? ରାମଦାସ ବାବାଜୀ ବହୁତ ମାନେ ଷ୍ଟ୍ରଙ୍ଗ ପ୍ରଚାରକ ଥିଲେ। ତ ସେମାନେ ସେଇ ନାମ ଗୁଡାକ ପ୍ରଚାର କରିଛନ୍ତି। ସେତେବେଳେ କୁହାଯାଉଛି ଇସ୍କନ ବାଲା ସେଠିକି ପହଞ୍ଚି ନାହାନ୍ତି ଆଉ ଗୁଡ଼ିଆ ବାଲା ସେଠିକି ପହଞ୍ଚି ନାହାନ୍ତି। ସେମାନେ ସେଠି ଏଇ ଯୋଉ ନାମ ସେମାନେ ଦେଇଛନ୍ତି ଏବଂ ତାଙ୍କ ସେଇ କଥା ଅନୁସାରେ ସେମାନେ ଭଗବାନଙ୍କର ନାମ କରୁଛନ୍ତି। ସେମାନେ କଣ ନରକକୁ ଯିବେ? ନାଇଁ ପ୍ରଭୁ, ଯିବେନି, କିନ୍ତୁ ମାର୍ଗଟା ବୁଲିକି ଯାଉଛନ୍ତି, ସିଧା ଯାଉନାହାନ୍ତି। ଯାହା ବି ହଉ, ମୋ କହିବା କଥା ହଉଛି ଯେ ଭଗବାନଙ୍କର ନାମ କରୁଛନ୍ତି। ସେ ହାରାମଜାଦା କହିଲେ ସେଠି ରାମ ଶବ୍ଦ ଅଛି ବୋଲି କାମ ଚାଲିଯାଉଛି। ମରା 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 କହିଲେ ରାମ ହେଇଯାଉଛି ବୋଲି କାମ ଚଳୁଛି। ତେଣୁ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ମହାପ୍ରଭୁ, ଆମେ ମହାପ୍ରଭୁଙ୍କର ଅନୁଗାମୀ, ଆମେ ରୂପ ଗୋସ୍ୱାମୀଙ୍କର ଅନୁଗାମୀ, ଆମେ ଭକ୍ତିବିନୋଦ ଠାକୁରଙ୍କର ଅନୁଗାମୀ, ଆମେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଅନୁଗାମୀ, ଆମେ ପ୍ରଭୁପାଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ, ଆମକୁ ଏଇଟା କରିବାକୁ ପଡିବ। ଏବଂ ଏଇଟା ହିଁ ମାନେ ଆଦର୍ଶ। ଏଇଟା ସାରା ପୃଥିବୀର ଲୋକମାନେ ଆମେ ସମସ୍ତେ ଏଇଟା କରିବା। ଯଦି କୌଣସି ଲୋକ କରୁଥାନ୍ତି, ନିନ୍ଦା କରିବାର କିଛି ନାହିଁ, କରନ୍ତୁ, ତାଙ୍କର ନାମ କିଛି ତ କରୁଛନ୍ତି ବଢିଆ। ହାକିଟ ପତଙ୍ଗ ଅପେକ୍ଷା ତ ହରିକୃଷ୍ଣ ନାମ କରୁଛନ୍ତି, ଜୟ ରାଧେ ଗୋବିନ୍ଦ, କିଛି ଅସୁବିଧା ନାହିଁ। ତ ତାପରେ ମୁଁ କହୁଛି, ଇଏ ସେଠି ଲୁଟା ରଖିଦେଲେ ଏବଂ 4-5 ଥର ସେଠି ବୁଲି ବୁଲିକି ହାତ ତଳେ ଦେଇକି କୀର୍ତ୍ତନ କଲେ, ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ହରେ କୃଷ୍ଣ ହରେ ରାମ ହରେ ଗୋବିନ୍ଦ। 5 ଥର କୀର୍ତ୍ତନ କଲେ, ସେଠି ପଡିକି ମରିଗଲେ ସଙ୍ଗେ ସଙ୍ଗେ। କାହିଁ ହଗିବ ବୁଢା, ଅନ୍ୟ କଣ କାମ କରିବ? ବେଶ କୀର୍ତ୍ତନ କଲେ ସେଠି ଢଳି ପଡିଲେ, ନରକକୁ ଯିବେ। କାରଣ ତାଙ୍କୁ ସେଭଳିଆ ଶିକ୍ଷା ହେଇଥିଲା। ତେଣୁ ଆମର ଯେତେବେଳେ ଆମେ ଶିକ୍ଷା ଦେବା ଏବଂ ଆମର ଶିକ୍ଷାଟା ଏମିତି ପାୱାରଫୁଲ ହେବା ଉଚିତ, ଯାହା ଫଳରେ ଲୋକମାନେ ଆମର କଥାର ଯେମିତି ପ୍ରଭାବ ପଡିବ। ଏବଂ କଥାର ପ୍ରଭାବ କେତେବେଳେ ପଡିବ? ଯେତେବେଳେ ଆମେ ନିଜେ ପିଓର ହେଇକି କହିବା। ପ୍ୟୁରିଟି ଇଜ ଦି ଫୋର୍ସ। ଯେରକମ ଶିଲ ପ୍ରଭୁପାଦ ସାରା ପୃଥିବୀକୁ ଗଲେ, ହରିକୃଷ୍ଣ ମହାମନ୍ତ୍ର ପ୍ରଚାର କଲେ, ଆଉ ତ ଅନ୍ୟମାନେ ମଧ୍ୟ ଯାଇଥିଲେ, ସେମାନେ ସକ୍ସେସଫୁଲ ହେଇପାରିଲେନି। କିନ୍ତୁ ପ୍ରଭୁପାଦ କେମିତି ସକ୍ସେସଫୁଲ ହେଲେ? ଏଟା ଭଗବାନଙ୍କର ଶକ୍ତିର ପ୍ରୟୋଜନ ଅଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା, ହଁ ଅନନ୍ତ ପ୍ରଭୁ ଯେ କହିଲା ମୋ କଥା ସେମାନେ ଚିଡୁଛନ୍ତି, ମୋ କଥା ଗ୍ରହଣ କରୁନାହାନ୍ତି, ଠିକ ଅଛି। ସେଥିପାଇଁ ଏ ହରିନାମ ପ୍ରଚାର କରିବାଟା ବହୁତ କଷ୍ଟ, ବୁଝିପାରିଲେ କି? ଏଇଥିପାଇଁ କଣ ଦରକାର? ଶାସ୍ତ୍ରରେ କଣ କୁହାଯାଇଛି? ଶାସ୍ତ୍ରରେ କୁହାଯାଇଛି ଯେ କଳିଯୁଗେ ଧର୍ମ ହଏ ନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ତା ନାହିଁ ପ୍ରବର୍ତ୍ତନ। ତେଣୁ କୃଷ୍ଣଙ୍କ ପାଖରେ ପ୍ରାର୍ଥନା କରିବେ, ପ୍ରଭୁ ମତେ ଶକ୍ତି ଦିଅନ୍ତୁ, ମତେ ପବିତ୍ରତା ଦିଅନ୍ତୁ। ଯେମିତି ପ୍ରଭୁପାଦ ପ୍ରାର୍ଥନା କରୁଥିଲେ, ହେ ଭଗବାନ ଶ୍ରୀକୃଷ୍ଣ ମତେ ଟିକେ ସାହାଯ୍ୟ କର ଭାଇ, ମୋ ପାଖରେ ନା ଭକ୍ତି ଅଛି ନା ବେଦାନ୍ତର ଜ୍ଞାନ ଅଛି, ନାମରେ ମୁଁ ଖୁବ ବଡ, କିନ୍ତୁ ମୋର ଗୁରୁ ମହାରାଜ ମତେ ପଠେଇଛନ୍ତି ପାଶ୍ଚାତ୍ୟ ଜଗତକୁ ଜଗତରେ ପ୍ରଚାର କରିବା ପାଇଁ। ମୋର କୌଣସି ଯୋଗ୍ୟତା ନାହିଁ, ମତେ ତମେ ସାହାଯ୍ୟ କର, ମୁଁ ତୁମର ହାତର କଣ୍ଢେଇ, ତମେ ଯେମିତି ଇଚ୍ଛା ଚାହୁଁ, ଯେମିତି ଇଚ୍ଛା କରୁଛ ସେମିତି ମତେ ନଚାଅ, ଆଉ ତମେ ଯଦି ଏଇ କାମଟା କରିଦବ ନା, ରାଧାରାଣୀ ତୁମକୁ ପ୍ରତି ଲାଞ୍ଚ ଦଉଛନ୍ତି, ପ୍ରଲୋଭିତ କରୁଛନ୍ତି କୃଷ୍ଣଙ୍କୁ ପ୍ରଭୁପାଦ। ତେଣୁ ଆମମାନଙ୍କର କର୍ତ୍ତବ୍ୟ ମଧ୍ୟ ଆମର ପ୍ରଚାରଟାକୁ ଆହୁରି ପ୍ରଭାବାନ୍ୱିତ କରିବା ପାଇଁ ଭଗବାନ କରିବା। ହରେ କୃଷ୍ଣ। ଧନ୍ୟବାଦ, ପ୍ରଣାମ ପ୍ରଭୁ। ପ୍ରଭୁ ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ ପ୍ରଭୁ। କହୁଥିଲେ କାଲି ଟିକେ ଦୁଃଖ ସକାରେ, ଅତି ଦୁଃଖ ସକାରେ କହିବାକୁ ପଡୁଛି ଯେ କାଲି ସକାଳେ ସ୍କୁଲ ଅଛି ତ, ତେଣୁ
କାଲି ପୁଣି ପରବର୍ତ୍ତୀ ସମୟରେ କେତେବେଳେ ମତେ ଯଦି ଦେବେ ମୁଁ ପୁଣି ଆପଣ ରିଟାୟାର୍ଡ ହେଇନାହାନ୍ତି ଏବେ? ନା ପ୍ରଭୁ ହେଇନାହିଁ, ଆଉ ବର୍ଷେ ଆଉ ଗୋଟେ ବର୍ଷ ଅଛି। ଆଚ୍ଛା ଠିକ ଅଛି, କିଛି ଅସୁବିଧା ନାହିଁ। ୟାର ଉପରେ ଯଦି ଆଉ କିଛି ଯଦି ବାକି ଥାଏ ବା କିଛି କେହି କିଛି କହିବାକୁ ଚାହୁଁଛନ୍ତି ଆଗାମୀ କାଲି ଭିନ୍ନ ଭିନ୍ନ ଭକ୍ତଙ୍କୁ ଆମେ ସୁଯୋଗ ଦେବା। ତାପରେ ଆପଣ ଆସିଲେ ତାପରେ କହିବେ। ଆଚ୍ଛା 3 ନମ୍ବର ଶ୍ଲୋକଟା ଯେତେବେଳେ ଆମର ଯୋଉ ଭକ୍ତ ପ୍ରାଣ ପ୍ରଭୁ ଯେତେବେଳେ ବୃନ୍ଦାବନରୁ ଫେରିବେ ତାପରେ ଯେ 3 ନମ୍ବର ଶ୍ଲୋକଟା ଲାଷ୍ଟରେ କହିବେ, ତା ପୂର୍ବରୁ 4 ନମ୍ବର ଶ୍ଲୋକ କାହାର ଥିଲା? 4 ନମ୍ବର ଶ୍ଲୋକ କିଏ ନେଇଥିଲେ? ସୁମିତ୍ରା ମାତାଜୀ, ସୁମିତ୍ରା ଖଣ୍ଡା ମାତାଜୀ। 5 ନମ୍ବର ଶ୍ଲୋକ କିଏ ନେଇଥିଲେ? ସେଗୁଡାକ ସବୁ ଆଲୋଚନା ହେଇଯିବ। ଆଲୋଚନା ହେବା ପରେ ଲାଷ୍ଟରେ ସେ କଥା କହିବେ। ଏବଂ ତାପରେ ମୁଁ ଭାବୁଛି ଯେ ଏଇ କାର୍ତ୍ତିକ ମହାତ୍ମ୍ୟ ଆସିଲେ କାର୍ତ୍ତିକ ମହାତ୍ମ୍ୟ ଉପରେ ଆମେ ଆଲୋଚନା କରିବା, ବୁଝିପାରିଲେ? ଆପଣ ମାନେ ଯଦି କେହି କରିବାକୁ ଚାହୁଁଛନ୍ତି କରିପାରନ୍ତି, ନହେଲେ କେହି ଯଦି ନ କରିବେ ତାହେଲେ ମୁଁ କାର୍ତ୍ତିକ କରିବେ 7 ତାରିଖ ଆଡୁ। ଏବଂ କାର୍ତ୍ତିକ ମାସ କେବେ ଆରମ୍ଭ ହଉଛି? ପୂର୍ଣ୍ଣିମା ପାଖରୁ ଆରମ୍ଭ ହଉଛି। 31 ତାରିଖ ସେଇଟା। ଯାହା ବି ହଉ ଆଉ ଚାଲିବ ଆଉ ଯାହା ବି ହଉ ଆମେ କାର୍ତ୍ତିକ ସମ୍ପର୍କ ଆଲୋଚନା କଲେ। ବର୍ତ୍ତମାନ କାର୍ତ୍ତିକ ବିଧି, କାର୍ତ୍ତିକର କୃତ୍ୟ, କାର୍ତ୍ତିକର ମହାତ୍ମ୍ୟ ସମ୍ବନ୍ଧରେ ଯଦି ଅବଗତ ହେବେ ତାହେଲେ ଆହୁରି ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରିବେ। ଠିକ ଅଛି ଆଜ୍ଞା ପ୍ରଭୁଜୀ, କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଆପଣ ଟିକେ କେମିତି କଣ ପାଳନ ହବାକୁ ଟିକେ ଆପଣ ଶ୍ରୀମୁଖରୁ ଶ୍ରବଣ କରିବାକୁ ଚାହୁଁଛନ୍ତି? କଣ କହିଲେ? ସପ୍ତକାଣ୍ଡ ରାମାୟଣ ଶେଷ ହେଇଗଲା, ସେ କଥା ତ କହୁଛି ମୁଁ। କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ମୁଁ କହିବି ବୋଲି କହୁଛି। ଯଦି ଆଉ ଯଦି କେହି କହିବାକୁ ଚାହୁଁଛନ୍ତି କାର୍ତ୍ତିକ ମାସ ସମ୍ପର୍କରେ ଆପଣ କହିବେ। ଯଦି କେହି କହିବାର ନାହିଁ ବା ଯଦି କେହି କହିବାର ଅଛି ମଧ୍ୟ ମୁଁ ବି କିଛି କହିବି, ଆପଣ ମାନେ ବି କିଛି। ଠିକ ଅଛି? ଆଜ୍ଞା ଦଣ୍ଡବତ ପ୍ରଣାମ। ରଖୁଛି, ଟାଇମ ହେଇଗଲାଣି 8:10। ଅମୂଲ୍ୟ ପ୍ରଭୁ ରଖନ୍ତୁ। ପୂଜ୍ୟପାଦ ଭଦ୍ରାଚାର୍ୟ ପ୍ରଭୁ की जय। समस्त वैष्णव वृंद की जय। हरे